ଜୟ ଗୁରୁ ଜୟ ଗୁରୁ। ବନ୍ଦେ ଲୋକତିଲକଂ ସାତତ ବାର୍ତ୍ତା ବିଭୂଷଣଂ ଅମରକୀର୍ତ୍ତି ସାରଣଂ ପ୍ରଭୁଦଂ ଲୋକଜୀବନମ୍ ପ୍ରଣୟ ପ୍ରମୋଦ ଜାଗଦୀପନମ୍ ବନ୍ଦେ ଜୀବନ ଜୀବନମ୍ ସତ୍ପୁରୁଷಂ ନମାମି। ପ୍ରାଣର ଶିଶି ଠାକୁର ଜଗଜ୍ଜନନୀ ଶିଶି ଲକ୍ଷ୍ମୀ ମା ଯୁଗାଚାର୍ଯ୍ୟ ଶିଶି ବଡ଼ଦା ଆଜିର ଭରସା ପ୍ରଧାନ ଆଚାର୍ଯ୍ୟଙ୍କ ଚରଣରେ ମୋର ଅନନ୍ତ କୋଟି ପ୍ରଣାମ। ପୂଜ୍ୟ ଅବିନ୍ଦା ଏବଂ ଠାକୁର ପରିବାରର ସମସ୍ତଙ୍କ ଚରଣରେ ମୋର ଅନନ୍ତ କୋଟି ପ୍ରଣାମ। ଆଜିର ପୁଣ୍ୟ ସତ୍ସଙ୍ଗର ପୂଜ୍ୟ ପରିଚାଳକ ସୁବାସ ଦା, ଉପସ୍ଥିତ ସମସ୍ତ ପୂତ ପାଞ୍ଜାଧାରୀ ରୀତିକ ମଣ୍ଡଳୀ, ଅଧ୍ୟକ୍ଷ ମଣ୍ଡଳୀ, ଯାଚକ ମଣ୍ଡଳୀ ସମସ୍ତଙ୍କୁ ଆପଣଙ୍କ ପ୍ରଣାମ ଜଣାଏ। ଉପସ୍ଥିତ ସମସ୍ତ ଗୁରୁ ଭାଇ ଗୁରୁ ମାତା ସାଧୁ ସଜ୍ଜନ ମଣ୍ଡଳୀ, କୁନି କୁନି ପିଲାଏ ସମସ୍ତଙ୍କୁ ମୋର ପ୍ରୀତିପୂର୍ଣ୍ଣ ରାଭରା ଜୟ ଗୁରୁ ଜଣାଏ। ଓଡ଼ିଶା ସତ୍ସଙ୍ଗ ଭୁବନେଶ୍ୱରର ଧାରାବାହିକ ସତ୍ସଙ୍ଗ ଯାହାକି ଆମର ସୁବାସ ଭାଇ ତାକୁ ପରିଚାଳନା କରନ୍ତି। ଅତ୍ୟନ୍ତ ସୁନ୍ଦର ଭାବରେ ଏ ସତ୍ସଙ୍ଗ ତାର ଦିନ ପରେ ଦିନ ତାର ଗତି ସ୍ଥିର କରି ସାରିଛି। ଆଜିର এই ଆଭାସୀ ସତ୍ସଙ୍ଗ, এই ଆଭାସୀ ସତ୍ସଙ୍ଗରେ ଆଜି ଯୋଗ ଦେବା ପାଇଁ ସୁବାସ ଦା ମୋତେ ଫୋନ କରିଥିଲେ। ପଣ୍ଡିତ ବିଜୟ ଆଚାର୍ଯ୍ୟ ଦା ବି ଫୋନ କରିଥିଲେ। ମୋର ପରମ ସୌଭାଗ୍ୟ ଯେ ମୁଁ ଆଜିର ସତ୍ସଙ୍ଗରେ ଯୋଗ ଦେଇଛି। କାଲି ରାତିରେ ମୋତେ ଟପିକ କଥା ପଚାରିଲା ବେଳକୁ ମୁଁ ଭୁଲି ଯାଇଥିଲି। ଯାହା ହଉ ଦାଦା ଟପିକ ରଖି ଦେଇଛନ୍ତି ଯେ ଆଧ୍ୟାତ୍ମିକ ଚେତନା ଶାନ୍ତି ଓ ଆନନ୍ଦର ମୂଳ। ତ ଇଏ ଏକ ଗଭୀର ଜିନିଷ। ୟାର ତତ୍ତ୍ୱକୁ ବୁଝିବା ବହୁତ କଠିନ ହେଇଥାଏ, କାରଣ ଅନେକ ଜିନିଷ ବୁଝିବା ପାଇଁ ହେଲେ ଯୋଉଟା ବାସ୍ତବରେ ପ୍ରାକ୍ଟିକାଲି ଆମେ ଅନୁଭବ କରିପାରୁନା, ତାକୁ ବୁଝିବାଟା ଆମ ପାଇଁ କଷ୍ଟସାଧ୍ୟ ହେଇଯାଏ। ଯୋଉ ଜିନିଷର ବାସ୍ତବ ଅନୁଭୂତି ଥାଏ, ଯୋଉ ଜିନିଷର ବାସ୍ତବ ଅନୁଭବ ଥାଏ, ତାକୁ ଆମେ ବୁଝିପାରୁ। କିନ୍ତୁ ଯୋଉ ଜିନିଷର ବାସ୍ତବ ଅନୁଭୂତିର ଦୂରରେ ଥାଏ, ତାକୁ ବୁଝିବାଟା ବା ତାକୁ କଳ୍ପନା କରିବାଟା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇ ଉଠେ। ତେବେ ପ୍ରଥମେ ବୁଝିବାକୁ ପଡ଼ିବ ଯେ ଚେତନା କ'ଣ। ଚେତନା ବିଷୟରେ ମୁଁ ଅନେକ ଥର ଆଲୋଚନା କରିଛି। ଆଗରୁ ଥରେ ଟପିକ ରଖିଥିଲି ଚେତନା। এই ଜୀବନଟା ଚେତନା ନୁହେଁ। ଦ ଲାଇଫ୍ ଇଜ ନଟ୍ କନସିୟସନେସ୍। ଚେତନାର ଇଂଲିଶ ହେଉଛି କନସିୟସନେସ୍। ମୁଁ ବଞ୍ଚିଛି, ଗୋଟେ ଲୋକ ବଞ୍ଚିଛି, ଆମେ ତାକୁ କହୁ ଚେତିଛି, ଚେଇଁଛି ବା ତାର ଚେତନା ଅଛି। ତାର ଚେତନା ଅଛି ବୋଲି ତାର ଲାଇଫ ଅଛି ବୋଲି ଆମେ ଅନୁଭବ କରୁ। ଆମେ ତାର ହାତକୁ ଯଦି ପିନ୍ କରୁ, ଗୋଟେ ପିନରେ ଟଚ୍ କରୁ, ତେବେ ସେ ରିଆକ୍ସନ ଦେଖାଏ। ତାମାନେ ଆମେ ଜାଣୁଛୁ ତାର ଚେତନା ଅଛି, ସେ ଚେତନା ଅଛି। ତାମାନେ ତାର କନସିୟସନେସ୍ ଅଛି, କିନ୍ତୁ ସେଇ କନସିୟସନେସଟା ଜୀବନ ନୁହେଁ। ଦ ଲାଇଫ୍ ଇଜ ଡିଫରେଣ୍ଟ। ଆଉ କନସିୟସନେସ୍ ଚେତନାଟା ମଧ୍ୟ ଡିଫରେଣ୍ଟ। ତେଣୁ ଗୋଟେ ଲୋକ ବଞ୍ଚିଛି ବୋଲିକି ଆମେ ଜାଣିବା ପାଇଁ ହେଲେ ଆମେ କ'ଣ କରୁ? ତା ନିଶ୍ୱାସ ପ୍ରଶ୍ୱାସ ଚେକ୍ କରୁ। ଆଉ କ'ଣ କରୁ? ତାର ଛାତିର ସ୍ପନ୍ଦନଟାକୁ ଚେକ୍ କରୁ, ହାର୍ଟବିଟ୍ ଚାଲୁଛି କି ନାହିଁ। ଯଦି ନ ଚାଲୁଛି ଆମେ ମୃତ ବୋଲିକି ଡିକ୍ଲାର କରିଦଉ। ତେଣୁ ମୃତ୍ୟୁ ଆଉ କନସିୟସନେସ୍ ଭିତରେ ଡିଫରେନ୍ସ କ'ଣ? ଏଇ ଯେ ମୃତ୍ୟୁଟା,
ଆମର ଏଇ ଯୋଉ ଚେତନାଟା ଅଛି, କନସିୟସନେସ୍, ଇଏ ଆମର ବ୍ରେନ୍ ସହିତ ଲିଙ୍କ ହେଇକି ଅଛି। ଆମର ମସ୍ତିଷ୍କ ସହିତ ଆମର ଚେତନାଟା ଆଟାଚ ହେଇକି ଅଛି। ଆଉ ଯେତେବେଳେ ବ୍ରେନ୍ ଟା ଫଙ୍କସନ ବନ୍ଦ ହେଇଯାଏ, ସେତେବେଳେ ଆମେ ଚେତନା ହରାଉ। ଇଏ ହଉଛି ବିଜ୍ଞାନ। କିନ୍ତୁ ଠାକୁର କହୁଥିଲେ ଦ ଡେଥ୍ ଇଜ ଏ କ୍ୟୁରେବଲ ଡିଜିଜ। ଡେଥ୍ ଇଜ ଦ ସିଜେସ୍ ଅଫ ଦ ବ୍ରେନ୍ ସେଲ୍ସ। এই ব্রেন সেল সিজেসটা হচ্ছে ডেথ, the seizures of the brain cells। ସେଥିପାଇଁ ଠାକୁର କହୁଥିଲେ ମରଣା ମାରଣା ପାରତ ମୃତ୍ୟୁକୁ ଅବଲୁପ୍ତ କର। ତେଣୁ ମୃତ୍ୟୁକୁ ଅବଲୁପ୍ତ କରାଯାଇ ପାରେ ନା, କିନ୍ତୁ এই ସ୍ମୃତିବାହୀ ଚେତନା କୁ ଜୀବିତ ରଖାଯାଇପାରେ। এই ସ୍ମୃତିବାହୀ ଚେତନା କୁ ଜୀବିତ ରଖାଯାଇପାରେ। এই ଚେତନା କୋଉଠୁ ଆସେ ନା, ଚେତନା ଆଉ ଗୋଟେ ଚେତନାରୁ ଆସେ। ତାମାନେ ଯୋଉ ଚେତନା କନସିୟସନେସ୍ ଟା, it arise from another consciousness। ମୋ ହାତଟା ଚାଲୁଛି କି ମୋ ହାତ ଠିକ ଅଛି, ହାତଟାର ଚେତନାଟାକୁ ଅନୁଭବ କରିବା ପାଇଁ ଇଏ ଗୋଟେ ସ୍ନାୟୁବିକ ଚେତନାର ଆବଶ୍ୟକ ପଡେ। ସେମିତି the consciousness arise from the consciousness, the life comes from the life। ଯେ ଜୀବନଟା ଆଉ ଗୋଟେ ଜୀବନର ସୃଷ୍ଟି ହୁଏ। ବାପା ମାଙ୍କର ଜୀବନ ଦାନ କରନ୍ତି ଗୋଟେ ସନ୍ତାନକୁ। ତେଣୁ consciousness arise from consciousness and life arise from the life, but life, where the life is there, the consciousness is there। ଯୋଉଠି ଜୀବନ ଅଛି ସେଠି ଚେତନା ଅଛି। ଚେତନାଟା ଗୋଟେ ଅନକନସିୟସ୍ ଅବଚେତନ ଅବସ୍ଥାରୁ ଗୋଟେ ଚେତନା ଅବସ୍ଥାକୁ ଯୋଉ ଯାଇଛି, ଅନକନସିୟସ୍ ଟୁ କନସିୟସ୍ ବା ଅଚେତନ ଅବସ୍ଥାରୁ ଚେତନା ଅବସ୍ଥାକୁ ଯିବା, ଦାଟ ଇଜ ଇଭଲ୍ୟୁସନ। ତାହା ହଉଛି ବିବର୍ତ୍ତନ। ଏଇ ଯୋଉ ସୃଷ୍ଟିର ଆରମ୍ଭ ହେଇଛି, ଯୋଉ ଜୀବାତ୍ମାର ସୃଷ୍ଟି ହେଇଛି, ତାହା ହଉଛି ଅନକନସିୟସ୍ ଷ୍ଟେଟ ରୁ ଗୋଟେ କନସିୟସ୍ ଷ୍ଟେଟ ର ସୃଷ୍ଟି ହେଇଛି। ଯୋଉଠି ଚେତନା ନଥିଲା, ସେ ଚେତନାର ସୃଷ୍ଟି ହେଇଛି। ତେବେ ଚେତନାଟା, it is the awareness। ଚେତନାଟା ଗୋଟେ awareness, ମାନେ ନିଜର ଜାଗ୍ରତ ଅବସ୍ଥା। ମୁଁ ଯେତେବେଳେ ଜାଗ୍ରତ ହେଇ କିଛି ଜାଣିବାକୁ ଚେଷ୍ଟା କରେ, ତାହା ହଉଛି ଚେତନା। ମୁଣ୍ଡର ଯୋଉ କର୍ଟେକ୍ସ ରିଜନ ଥାଏ, ଯୋଉଠି ଚେତନାର ଉତ୍ପତ୍ତି ହୁଏ। ଆମ ଶରୀରରେ, ଆମ ବ୍ରେନରେ 1500 କୋଟିର ବ୍ରେନ ସେଲ୍ସ ଅଛି। ଆଉ ଶରୀର ଭିତରେ 7 ଟ୍ରିଲିୟନ୍ସ ର ଶାରୀରିକ କୋଷ ଅଛି। ତେବେ ଏଇ ଯୋଉ ଚେତନାର କଥା ଯେତେବେଳେ ଆସେ, ଯାହା ମୁନି ଋଷି ମାନେ ବିଭିନ୍ନ ବେଦ ପୋଥି ପୁରାଣରେ ଯାହା କହିଛନ୍ତି, ଇଏ 4 ପ୍ରକାର ଚେତନା ଥାଏ। ଜାଗ୍ରତ, ସ୍ୱପ୍ନ ସୁଷୁପ୍ତ ଆଉ ତୁରୀୟ। ତାମାନେ ଆମର ଯୋଉ 4ଟା କୋଷ ଅଛି, ଏ ଯୋଉ 5ଟା କୋଷ ଅଛି ଆମ ଶରୀରର, ପଞ୍ଚକୋଷୀୟ ଶରୀର, ଏଇ ଯୋଉ 5ଟା କୋଷ ଅଛି, ତା ଭିତରୁ ଗୋଟେ ହଉଛି ଅନ୍ନମୟ କୋଷ, ଯୋଉଟା ଆମ ଫିଜିକାଲ ବଡି, ଯାହାକୁ ଆମେ ଦେଖିପାରୁଛୁ। ଆମେ ସେଇ ଜିନିଷଟାକୁ ଦେଖିପାରୁ ଯାହା ଭିତରେ ଦେଇକି ଆଲୋକଟା ପ୍ରବେଶ କରି ପାରେ ନା। এই ଅନ୍ନମୟ କୋଷ ଦେଇକି ଆଲୋକ ପ୍ରବେଶ କରିପାରେ ନା, ସେଥିପାଇଁ ତାକୁ ଆମେ ଦୃଶ୍ୟମାନ ହୁଏ। କିନ୍ତୁ ଆଉ ଯୋଉ 4ଟା କୋଷ ରହିଛି, ତା ଭିତରେ ଦେଇ ଆଲୋକ ପ୍ରବେଶ କରିପାରେ, ସେଥିପାଇଁ ଆମେ ତାକୁ ଦେଖିପାରୁନା।
এই ଅନ୍ନମୟ କୋଷକୁ ଚାରିପଟେ ରହିଛି ପ୍ରାଣମୟ କୋଷ ବା ଲାଇଫ ଫୋର୍ସ। ତାପରେ ରହିଛି ମନୋମୟ କୋଷ ବା ମାଇଣ୍ଡ। ଆମର ଯୋଉ ମାଇଣ୍ଡ ଅଛି, ଠାକୁର କଣ କହୁଥିଲେ ମାଇଣ୍ଡ କଣ? ଦେଖନ୍ତୁ, ଅନେକ ବହି ପଢିଛୁ, ଅନେକ ପୋଥି ପୁରାଣ ଜାଣିଛି, କିନ୍ତୁ କୌଣସି ଜାଗାରେ ମାଇଣ୍ଡର ଡେଫିନେସନ କେହି ସଠିକ ଭାବରେ ଦେଇନାହାନ୍ତି। Where is the mind exists? ଜଣେ ଦାର୍ଶନିକ କହିଲେ the mind is exist nowhere but mind is exist everywhere। କିନ୍ତୁ ଠାକୁର କହୁଛନ୍ତି ଶରୀରଟା ଦି ପ୍ରକାର ଜିନିଷ, ଦୁଇଟା ଜିନିଷ ତିଆରି। ଗୋଟେ ହଉଛି ଆତ୍ମା, ଆଉ ଗୋଟେ ହଉଛି ଶରୀର। ଏଇ ଆତ୍ମା ସତ୍ତା ଓ ଅସ୍ତିତ୍ୱର କଥା ଠାକୁର କହୁଥିଲେ, ତ ବିଙ୍ଗ ଆଣ୍ଡ ବିକମିଂ ର କଥା, ଲାଇଫ ଆଣ୍ଡ ଗ୍ରୋଥ ର କଥା କହିଛନ୍ତି। ତେଣୁ ସତ୍ତାରେ ଆମେ ବଞ୍ଚି ରହୁ, ଅସ୍ତିତ୍ୱରେ ଆମେ ବୃଦ୍ଧି ପାଉ। ଶରୀର ଭିତରେ ଆମେ ବୃଦ୍ଧି ପାଉ, ଆମେ ସତ୍ତା ଭିତରେ ଦେଇକି ଆମେ ବଞ୍ଚି ରହୁ। ସେଇ ସତ୍ତାରୁ ଉତ୍ପନ୍ନ ହଉଥିବା ତରଙ୍ଗ ବା ଇଲେକ୍ଟ୍ରୋମାଗ୍ନେଟିକ ରେଡିଏସନ, ସତ୍ତା ହଉଛି ଗୋଟେ ଏନର୍ଜି, ଯାହା ଠାକୁର କହୁଥିଲେ ଆତ୍ମା ହଉଛି ଦ ବେସିକ ଏନର୍ଜି, ଦ ଭାଷ୍ଟ ସୋର୍ସ ଅଫ ଏନର୍ଜି। ତେଣୁ ଏନର୍ଜିର ଗୋଟେ ତରଙ୍ଗ ଥାଏ, ଇଲେକ୍ଟ୍ରୋମାଗ୍ନେଟିକ ରେଡିଏସନ ଥାଏ। ସେ ଇଲେକ୍ଟ୍ରୋମାଗ୍ନେଟିକ ରେଡିଏସନ ଟା ଏଇ ଯୋଉ ସତ୍ତାରୁ ଉତ୍ପନ୍ନ ହୁଏ, ତା ପାରିପାର୍ଶ୍ୱିକରେ ଧକ୍କା ଖାଇ ଯୋଉ କମ୍ପନ ସୃଷ୍ଟି କରେ, ତାହା ହଉଛି ମନ ବୋଲି ଠାକୁରଙ୍କର ଡେଫିନେସନ, ଠାକୁରଙ୍କର ସଂଜ୍ଞା। ତେବେ ସେଇ ମନୋମୟ କୋଷ, ତା ମାନେ ଜାଗ୍ରତ, ମାନେ ସ୍ୱପ୍ନ ଅବସ୍ଥା, ସୁଷୁପ୍ତି ଅବସ୍ଥା ଆଉ ତୁରୀ ଅବସ୍ଥା। ତେଣୁ ଏଇ ଯୋଉ ଜାଗ୍ରତ ଅଛୁ, ଯେତେବେଳେ ଆତ୍ମାଟା, ଆଚ୍ଛା ମୁଁ ପାଞ୍ଚଟା କୋଷ କହିଦିଏ। ପ୍ରଥମ ହେଲା ଅନ୍ନମୟ କୋଷ, ତାପରେ ହେଲା ପ୍ରାଣମୟ କୋଷ, ତାପରେ ମନୋମୟ କୋଷ, ତାପରେ ଜ୍ଞାନମୟ କୋଷ, ଆଉ ତାପରେ ଆନନ୍ଦମୟ କୋଷ। ମନୋମୟ କୋଷ ତ ମାଇଣ୍ଡ କଥା କହିଲି। ଜ୍ଞାନମୟ କୋଷ ମାନେ ଆମେ ଯୋଉଟାକୁ ଆନାଲିସିସ୍ କରିପାରୁ, ନଲେଜ, ଆମର ଅଣ୍ଡରଷ୍ଟାଣ୍ଡିଂ, ଆମର ଆନାଲିଟିକାଲ ପାୱାର ଯୋଉ ସୃଷ୍ଟି ହୁଏ, ତାହା ହଉଛି ଜ୍ଞାନମୟ କୋଷ। ଠିକ ଭୁଲର ଡିସିସନ ଆମେ ନେଇପାରୁ। ଆଉ ଆନନ୍ଦମୟ କୋଷ ହଉଛି ସେଇ ମାନେ ଆତ୍ମିକ ଅବସ୍ଥା, ମାନେ ଯୋଉଠି କି ଆତ୍ମାର ଉପସ୍ଥିତି ଥାଏ। ଇଏ ହଉଛି କମ୍ପ୍ଲିଟଲି ମାନେ ବ୍ଲିସ୍, ମାନେ ଆନନ୍ଦ, ସେଇ ସ୍ତର କାଜୁଆଲ ବଡି, ତାକୁ ସୂକ୍ଷ୍ମ ଅବସ୍ଥା ଯୋଉଠିକି ଆମେ ଦେଖିପାରୁନା। ମୃତ୍ୟୁ ପରେ ଏଇ ଅନ୍ନମୟ କୋଷଟା ନଷ୍ଟ ହେଇଯାଏ, ଆଉ ସମସ୍ତ ଜିନିଷ ଏକ୍ଟୋପ୍ଲାଜମିକ ବଡି ଭାବରେ, ଯାହା ଠାକୁର କହୁଥିଲେ ଏଇ ଶରୀରଟା ହଉଛି ପ୍ରୋଟୋପ୍ଲାଜମିକ ବଡି। ଆଉ ଏଇ ଯୋଉ ଜିନିଷ କହିଲି ମୁଁ, ଯୋଉ ଚାରିଟି କୋଷର କଥା, ଆଉ ଯୋଉ ଚାରିଟି କୋଷ ପ୍ରାଣମୟ, ମନୋମୟ, ଜ୍ଞାନମୟ ଆଉ ଆନନ୍ଦମୟ କୋଷ, ଇଏ ହଉଛି ଏକ୍ଟୋପ୍ଲାଜମିକ ବଡିର ପାର୍ଟ। ତେବେ ଏଇ ଏକ୍ଟୋପ୍ଲାଜମିକ ବଡି ଫର୍ମରେ ଆମେ ପୁଣି ବଞ୍ଚି ରହୁ ଧରା ପୃଷ୍ଠରେ, ପୁଣି ପୁନର୍ଜନ୍ମ ପାଇବା ପାଇଁ। ଠିକ ଅଛି। ଆମେ ଯେତେବେଳେ ଜାଗ୍ରତ ଥାଉ, ମାନେ ଆମେ ଯେତେବେଳେ କନସିୟସ ଥାଉ, ସେତେବେଳେ ଆମେ ଯେତେବେଳେ ଜାଗ୍ରତ ଥାଉ ବା ଯେତେବେଳେ ଆମେ କନସିୟସ ଥାଉ, ସେଇ ଜାଗ୍ରତ ଅବସ୍ଥାରେ ଆମର ଆତ୍ମା ଶାରୀରିକ ଅନ୍ନମୟ କୋଷରେ ଉପସ୍ଥିତି ରହେ। ଆତ୍ମାର ଉପସ୍ଥିତି ଅନ୍ନମୟ କୋଷରେ ରହେ। ତା ମାନେ ଫିଜିକାଲ ବଡିରେ ଏଇ ଆତ୍ମାଟା ଉପସ୍ଥିତି ରହେ। ଫିଜିକାଲ ବଡିରେ ଯେତେବେଳେ ଆତ୍ମାଟା ଉପସ୍ଥିତି ରହେ, ଆତ୍ମାଟା ଫିଜିକାଲ ବଡିରେ ଉପସ୍ଥିତି ରହେ। ତ ସେଇ ଅବସ୍ଥାଟାକୁ ଆମେ ଯଦି, ସେତେବେଳେ ଆମେ ଶାରୀରିକ ସ୍ତରରେ ଏକ୍ଜିଷ୍ଟ କରୁ। ଆମେ ଯେତେବେଳେ, ଆମର ଯେତେବେଳେ ଚେତନା ଥାଏ, ଆମେ ଶାରୀରିକ ଅବସ୍ଥାରେ ଏକ୍ଜିଷ୍ଟ କରୁ। ମୁଁ ଆଜି ମୋ ଶରୀରକୁ ନେଇକି ଚିନ୍ତିତ, କାହିଁକି ମୁଁ ଶାରୀରିକ ଅବସ୍ଥାରେ ଏକ୍ଜିଷ୍ଟ କରେ, କାରଣ ମୋର ଆତ୍ମା ଏ ଶରୀରର ଭିତରେ ହିଁ ଖେଳ କରେ। ଦାଦା ଗୋଟେ ସତ୍ସଙ୍ଗରେ ଅଛି, ଟିକେ ଛାଡିକି ଫୋନ କରୁଛି। ତାମାନେ ମୁଁ ଶାରୀରିକ ଅବସ୍ଥାରେ ଉପସ୍ଥିତି ରହିଛି, ସେଥିପାଇଁ ମୋର ଆତ୍ମା, ମୋର ଜୀବାତ୍ମା ବା ମୋର ଆତ୍ମା ଏ ଅନ୍ନମୟ କୋଷରେ ହିଁ ରହେ। ତେଣୁ ଠାକୁର କହୁଛନ୍ତି ଶରୀରମୁଖୀ ହୁଅ ନାହିଁ। କାରଣ ଆମେ ଯେତେ ଶାରୀରିକ ମୁଖୀ ହେଇଯାଉ, ଯେତେବେଳେ ଆମେ ଫିଜିକାଲ ବଡିକୁ, ଆମ ଆତ୍ମାକୁ, ଆମେ ଆତ୍ମାର ଉପସ୍ଥିତିଟାକୁ ଜାଣିପାରୁନା। ତେଣୁ ଆମେ ସେଇ କନସିୟସନେସ, ସେଇ ଚେତନାଟାକୁ ଅନୁଭବ କରିପାରୁନା। ଆମେ କଣ କରୁ, ଶାରୀରିକ ଉପସ୍ଥିତିଟାକୁ ଅନୁଭବ କରିପାରୁ।
ତେଣୁ ମଣିଷ ଯେତେବେଳେ ଶରୀରମୁଖୀ ହେଇଯାଏ, ଶରୀରର ଆବଶ୍ୟକତାଟାକୁ ପୂରଣ କରିବା ପାଇଁ ଚାହେଁ, ଶରୀରର ଆବଶ୍ୟକତା ଆହାର, ନିଦ୍ରା, ମୈଥୁନ ତାକୁ ପୂରଣ କରିବା ପାଇଁ ଯେତେବେଳେ ଚାହେଁ, ତାର ଆତ୍ମିକ ସ୍ତରକୁ ସେ ଆଉ ଗତି କରିପାରେ ନା। ତାର ତ ଆବଶ୍ୟକ ଅଛି। ଶରୀର ସର୍ବସ୍ୱ ଯେତେବେଳେ ମଣିଷ ହେଇ ଉଠେ, ତାର ଆତ୍ମିକ ଚେତନା ବା ଆଧ୍ୟାତ୍ମିକ ଚେତନାଟା ଜାଗ୍ରତ ହେଇପାରେ ନା। ତା ଜୀବନରେ ଆନନ୍ଦ ଆଉ ସୁଖ ତାକୁ ମଧ୍ୟ ମିଳିପାରେ ନା, ଶାନ୍ତି ମଧ୍ୟ ତାକୁ ମିଳିପାରେ ନା। ତେଣୁ ଆତ୍ମାଟା ଯେତେବେଳେ ଏଇ ଅନ୍ନମୟ କୋଷରେ ଉପସ୍ଥିତି ଥାଏ, ସେ ଅନ୍ନମୟ କୋଷରେ ଶାରୀରିକ ସ୍ତରରେ ଯେତେବେଳେ ରହେ, ସେତେବେଳେ ଆମେ କନସିୟସଲି ସବୁ କାମ କରୁ। ଏଇ ସ୍ୱପ୍ନ ଅବସ୍ଥାରେ ମଣିଷ କଣ ହୁଏ ନା, ଆତ୍ମା ଯେତେବେଳେ ଆମେ ଶୋଇ ପଡୁ, ସେତେବେଳେ ଆତ୍ମା କଣ କରେ, ଏ ଶାରୀରିକ ସ୍ତରରୁ ବିଚ୍ଛିନ୍ନ ହେଇଯାଏ। ଆତ୍ମା ସେତେବେଳେ କଣ କରେ ନା, এই ପ୍ରାଣମୟ କୋଷ, ମନମୟ କୋଷ ଭିତରେ ବିଚରଣ କରେ ଏବଂ କିଛି ସମୟରେ କଣ କରେ, କିଛି ସମୟରେ ବିଭିନ୍ନ ଆନାଲିଟିକାଲ ଜିନିଷ ଭିତରକୁ, ବିଚାରଧାରା ଭିତରକୁ ଚାଲିଯାଏ, ଯେତେବେଳେ କି ଜ୍ଞାନମୟ କୋଷ ଭିତରକୁ ମଧ୍ୟ ପ୍ରବେଶ କରେ। ତେବେ ଏଇ ସ୍ୱପ୍ନ ଅବସ୍ଥାରେ କଣ ହୁଏ, ମଣିଷ এই ଆତ୍ମା ଶରୀର ଠାରୁ ବିଚ୍ଛିନ୍ନ ହେଇଯାଏ। ଶୋଇ ପଡିଲା ପରେ, ଆମେ ଯେତେବେଳେ ଶୋଇ ପଡୁ, ସେତେବେଳେ ଆମର ଏଇ ଜାଗ୍ରତ ଅବସ୍ଥା ଆଉ ରହେ ନା। ଆମର ଏଇ କନସିୟସନେସଟା ରହେ ନା, ଚେତନାଟା ରହେ ନା। ସେତେବେଳେ ଏଇ ଆତ୍ମାଟା କଣ କରେ, ପ୍ରାଣମୟ କୋଷ, ମନମୟ କୋଷ, ଜ୍ଞାନମୟ କୋଷ ଭିତରେ ବିଚରଣ କରେ। ଯୋଉ ସମୟରେ କଣ ହୁଏ, ଆତ୍ମା ଅନେକ ସ୍ୱପ୍ନ ଦେଖେ। ତାମାନେ ତା ଭିତରକୁ ବିଚରଣ କଲା ଭିତରେ ସେ ଅନେକ ଘଟିଥିବା କାହାଣୀ ତା ଭିତରକୁ ଚାଲି ଆସେ। ଆଉ ମଣିଷ ଭିତରେ ଡିପ୍ ସ୍ଲିପ୍ ଚାଲିଯାଏ। ଡିପ୍ ସ୍ଲିପ୍ ଦି ପ୍ରକାର ଅବସ୍ଥାରେ ଆସିପାରେ। ଡିପ୍ ସ୍ଲିପ୍ ଟା ଆମେ ତ ଶୋଇବାରେ ଅତି ଡିପ୍ କୁ ଚାଲିଯାଉ। ଇଏ ହଉଛି ଗୋଟେ ଅବସ୍ଥା। ଆମେ ଜାଣି ଶୁଣିକି ଶୋଇଲା ପରେ ଡିପ୍ କୁ ଚାଲିଯାଉ। ଇଏ ହଉଛି ସୁଷୁପ୍ତି ଅବସ୍ଥା। ଏ ସୁଷୁପ୍ତି ଅବସ୍ଥାରେ ଆତ୍ମା ଆନନ୍ଦମୟ କୋଷରେ ବିଚରଣ କରେ। ଯେତେବେଳେ ରାତିରେ ଯିଏ ପରଫେକ୍ଟଲି ଯାହାକୁ ନିଦ ହୁଏ ନା, ସିଏ ବେଚେନ ହେଇଯାଏ, ବିଚଳିତ ହେଇ ଉଠେ, ତାର ଶରୀର ମନ ଭିତରେ ସନ୍ତୁଳନ ରକ୍ଷା କରିପାରେ ନା। ଆଉ ଏଇ ଯୋଉ ସୁଷୁପ୍ତି ଅବସ୍ଥାକୁ ମଣିଷ ଜାଗ୍ରତ ଅବସ୍ଥାରେ ମଧ୍ୟ ଯାଇପାରେ। ସେଥିପାଇଁ ଠାକୁରଙ୍କର ଯୋଉ ବିଧାନ, ଧ୍ୟାନ କରିବାକୁ ଆବଶ୍ୟକ ପଡେ। ନାମ ମଣିଷକୁ ତୀକ୍ଷ୍ଣ କରେ, ଧ୍ୟାନ ମଣିଷକୁ ସ୍ଥିର ଏବଂ ଗ୍ରହଣକ୍ଷମ କରାଏ। এই ଧ୍ୟାନ ଅବସ୍ଥାରେ ମଣିଷ କଣ କରେ, ଯେତେବେଳେ ଡିପଲି ଧ୍ୟାନ କରେ, ସେତେବେଳେ ଆତ୍ମା ଶାରୀରିକ ସ୍ତରରୁ ବିଚ୍ଛିନ୍ନ ହେଇ ପ୍ରାଣମୟ, ମନମୟ କୋଷ, ଜ୍ଞାନମୟ କୋଷରୁ ବିଚ୍ଛିନ୍ନ ହେଇ ଆନନ୍ଦମୟ କୋଷକୁ ବିଚରଣ କରେ। ଯୋଉଠି ଆଧ୍ୟାତ୍ମିକ ଚେତନାର ଜାଗ୍ରତ ହୁଏ, ଆଉ ଏଇ ଆଧ୍ୟାତ୍ମିକ ଚେତନା ଯେତେବେଳେ ମଣିଷ ଭିତରେ ଜାଗ୍ରତ ହୁଏ, ସେତେବେଳେ ସେ ଶାନ୍ତି ଆଉ ଆନନ୍ଦର ଅଧିକାରୀ ହୁଏ। ଆଉ ତାହା ହିଁ ହଉଛି ଆଧ୍ୟାତ୍ମିକ ଚେତନା। এই ତୁରୀୟ ଯୋଉଟା ଚତୁର୍ଥ ଅବସ୍ଥା ଅଛି, ତାହା ହଉଛି ପିଓର କନସିୟସନେସ। ମାନେ ଆତ୍ମାର ପୂର୍ଣ୍ଣ ଉପସ୍ଥିତି। ଆତ୍ମା ଯେତେବେଳେ ଏଇ ପଞ୍ଚକୋଷକୁ ଛାଡିକି, ମାନେ ଅନ୍ନମୟ କୋଷ ଶରୀର ଛାଡେ, ପ୍ରାଣମୟ କୋଷ ଛାଡେ, ମନମୟ କୋଷ ଛାଡେ, ମନରେ ମଧ୍ୟ ବିଚରଣ କରେ ନା, ଜ୍ଞାନମୟ କୋଷ ଛାଡେ, ଆନନ୍ଦମୟ କୋଷକୁ ଛାଡିଦିଏ। ଏ ଆନନ୍ଦମୟ କୋଷକୁ ଯେତେବେଳେ ଛାଡିକି ଯେତେବେଳେ ତୁରୀୟ ଅବସ୍ଥାକୁ ଯାଏ, ପରମାନନ୍ଦର ଭିତରେ ସେ ଗତି କରେ। ପରମାନନ୍ଦ ଭିତରେ ସେ ଗତି କରେ, ସେଇଟା ହଉଛି ତାର ତୁରୀୟ ଅବସ୍ଥା। ଏଇ ଯେତେବେଳେ ପରମାନନ୍ଦ ଯେତେବେଳେ ଗତି କରେ, ମନଟା ଯେତେବେଳେ ଆତ୍ମାଟା ପରମାନନ୍ଦରେ ଗତି କରେ, ସେତେବେଳେ ଯାହା ଆମେ ସ୍ୱର୍ଗ ସୁଖ କହୁ ବା ସମାଧି କହୁ ବା ମୋକ୍ଷ କହୁ, ସେଇ ଅବସ୍ଥାକୁ ମଣିଷ ଚାଲେ। ତେବେ ଇଏ ହଉଛି ତ ବାସ୍ତବ ଜିନିଷ। ଏଇ ଚତୁର୍ଥ ପରେ ତୃତୀୟ ଅବସ୍ଥା ବି ମଧ୍ୟ ଆସେ। ତୃତୀୟ ଅବସ୍ଥା, ଏଇ ତୁରିଆ ପରେ ତୃତୀୟ ଅବସ୍ଥା ଆସେ, ଯୋଉଠିକି ମଣିଷ ସର୍ବଦା ସେଇ ଅବସ୍ଥାରେ ବିଚରଣ କରିବାର ଦକ୍ଷତା ତା ଭିତରେ ଥାଏ, ମାନେ ଏ ତୁରିଆ ଅବସ୍ଥାରେ ଥାଏ। ତେଣୁ ଠାକୁରଙ୍କର କଥା ଯଦି ଆମେ ଦେଖୁ, ଠାକୁର ତ ପରମ ବିଜ୍ଞାନୀ। ମତେ ଲାଗେ ଠାକୁରଙ୍କର ସମସ୍ତ ବିଧି ବିଧାନ ବା ତତ୍ଵ ସବୁ କିଛି ହଉଛି ବିଜ୍ଞାନ ସମ୍ମତ, ବିଜ୍ଞାନ ଭିତ୍ତିକ।
କାରଣ ଦେଖନ୍ତୁ ମନର ଡେଫିନେସନ କିଏ ଦେଇନାହାନ୍ତି, ମୁଁ କେବଳ ଠାକୁରଙ୍କର ମନର ଡେଫିନେସନ ଦେଖିଛି। ଇଏ ହଉଛି ଏକ ବିଜ୍ଞାନ ଭିତ୍ତିକ। ତାମାନେ ଆମର ଯୋଉ ବଡି ଗୋଟେ ମ୍ୟାଟର, ଆମ ଭିତରେ ଯୋଉ ଆତ୍ମା ଅଛି, ଦ୍ୟାଟ୍ ଇଜ ଦ ଏନର୍ଜି। ଏଇ ଏନର୍ଜି ଯୋଉ ମାନେ ଇଲେକ୍ଟ୍ରୋମାଗ୍ନେଟିକ ରେଡିଏସନ ବିକିରଣ କରେ, ସେଇ ଇଲେକ୍ଟ୍ରୋମାଗ୍ନେଟିକ ରେଡିଏସନ ଟା କଣ କରେ ନା, ଇଲେକ୍ଟ୍ରୋମାଗ୍ନେଟିକ ରେଡିଏସନ ଟା ସେଇ ବିକିରଣକୁ ମାନେ ପରିବେଶ ଭିତରେ ଧକ୍କା ଖାଇକି ଯୋଉ ଚେତନା ସୃଷ୍ଟି କରେ, ତାହା ହଉଛି ମନ। ତେଣୁ ଠାକୁର କହୁଛନ୍ତି ଦ ସୋଲ କଣ, ଦ ସୋଲ ଦ ବେସିକ ରାଡିଆଣ୍ଟ ୟୁନିଟ, the basic radiant unit from which the radiation of life or existence emanates বা বিকিরণ हुए, with consciousness is the contrast, consciousness is a contrast is soul, তা হচ্ছে আত্মা। তেଣୁ consciousness ଠାକୁର କହୁଛନ୍ତି the basic element by which we can feel, we can exist, that is the consciousness। ଆଉ ଏଇ ସୁପର କନସିୟସନେସ୍ ହଉଛି ଯେତେବେଳେ ମଣିଷ ଶାରୀରିକ ସ୍ତରରୁ ଉର୍ଦ୍ଧ୍ୱକୁ ଚାଲିଯାଏ, ଦ୍ୟାଟ୍ ଇଜ ଦ ସୁପର କନସିୟସନେସ୍। ତେବେ ଏଇଠି ଯୋଉ କଥା ଉଠେ, ଚେତନାର କଥା ଯେତେବେଳେ ଉଠେ, ଆତ୍ମିକ ଚେତନା, ଆଧ୍ୟାତ୍ମିକ ଚେତନା, ଦେଖନ୍ତୁ ଏଇ ଚେତନା ପାଇଁ ଆମକୁ ବୁଝିବାକୁ ପଡିବ ଆମର ଯୋଉ ମାଇଣ୍ଡ ଅଛି, ଏଇ ଯୋଉ ମନ ଅଛି, ଏଇ ମନ ଭିତରେ ଆମର ତିନି ପ୍ରକାର ଚେତନା ମଧ୍ୟ ରହିଛି। ମନ ଦ୍ୱାରା ତିନି ପ୍ରକାର ଚେତନା ଅଛି, ବ୍ରହ୍ମା ବିଷ୍ଣୁ ମହେଶ୍ୱର ବୋଲି କୁହାଯାଇପାରେ। ଆମ ପାଖରେ ଗୋଟେ ଇମୋସନାଲ କନସିୟସନେସ୍ ଅଛି। ମାଇଣ୍ଡର 16ଟା ସ୍ତର ଅଛି, ତା ଭିତରୁ 3ଟା ସ୍ତର କଥା ମୁଁ କହୁଛି। ଗୋଟେ ଇମୋସନାଲ କନସିୟସନେସ୍ ମାନେ ଇମୋସନାଲ ଚେତନା, ମାନେ କାହାରି କିଛି ଅସୁବିଧା ହେଇଗଲେ, କେହି ନିଜର ଆତ୍ମୀୟ ସ୍ୱଜନଙ୍କର ଦେହ ଖରାପ ହେଇଗଲେ ମୁଁ ଇମୋସନରେ ଭାଙ୍ଗି ପଡେ, କାନ୍ଦି ଉଠେ, ସିଏ ହଉଛି ମୋର ଇମୋସନାଲ କନସିୟସନେସ୍। କିଛି ଜିନିଷକୁ ମୁଁ ଚିନ୍ତା କରେ, ଏଇଟା କେମିତି ହେଲା, କାହିଁକି ହେଲା, ତାହା ହଉଛି ମୋର ଇଣ୍ଟେଲିଜେନ୍ସ କନସିୟସନେସ୍। ଆଉ ମୋ ଭିତରେ ସେ ଆତ୍ମାର ଯୋଉ ଚେତନାଟାକୁ ଯେତେବେଳେ ଜାଗ୍ରତ କରେ, ଦ୍ୟାଟ୍ ଇଜ ଦ ସ୍ପିରିଚୁଆଲ କନସିୟସନେସ୍, ତା ମନ ଦେଇକି ପିଏ। ମଣିଷ ବଞ୍ଚିଥିବା ପର୍ଯ୍ୟନ୍ତ ମନର ପ୍ରୟାସ ଏହା ଥାଏ ଯେ ସେ ଶରୀରଟାକୁ ଆଧ୍ୟାତ୍ମିକ ଚେତନା ସ୍ତରକୁ ନବାକୁ ଦିଏ ନା। ମାନେ ଶରୀରରେ ଆତ୍ମାର ଅନୁଭବଟାକୁ ଶାରୀରିକ ସ୍ତରରେ ଜାଗ୍ରତ ଅବସ୍ଥାରେ ଆତ୍ମାକୁ ଅନୁଭବ କରିବା ବା ଆଧ୍ୟାତ୍ମିକ ଚେତନାଟାକୁ ଜାଗ୍ରତ କରିବାର ଦକ୍ଷତା, ସକ୍ଷମତା ମନ ଶରୀରକୁ କେବେ ବି ଦିଏ ନା। ଶାରୀରିକ ସ୍ତରରୁ ଆତ୍ମିକ ସ୍ତରକୁ ଗତି କରିବା ପାଇଁ ଯୋଉ କଷ୍ଟର ଆବଶ୍ୟକ ପଡେ, ତାହା ହଉଛି ସାଧନା। ଆଉ ସେଇ ସାଧନା ଠାକୁରଙ୍କର ବିଧାନ ଭିତରେ ହିଁ ରହିଛି। ମୁଁ ଆଉ ଥରେ କହି ରଖେ, ଏଇ ଶରୀରକୁ ଆତ୍ମିକ ଚେତନାକୁ ଆତ୍ମା ସ୍ତରକୁ ଯିବା ପାଇଁ ବା ଆତ୍ମିକ ଚେତନା ମାନେ ଶାରୀରିକ ସ୍ତରରେ ଆଧ୍ୟାତ୍ମିକ ଚେତନାର ଜାଗ୍ରତ କରିବାକୁ ଦିଏ ନା, ମନ ଦିଏ ନା। ତେଣୁ ସାଧନାର ଆବଶ୍ୟକ ପଡେ ଶାରୀରିକ ସ୍ତରରୁ ବା ଅନ୍ନମୟ କୋଷରୁ ଏଇ ପ୍ରାଣମୟ, ମନମୟ ଆଉ ଜ୍ଞାନମୟ ଆଉ ଆନନ୍ଦମୟ କୋଷ ଆଡକୁ ଗତି କରିବା ପାଇଁ। ତା ପାଇଁ ଯୋଉ ସାଧନା ଆବଶ୍ୟକ ପଡେ, ତା ଗୀତାରେ ମଧ୍ୟ କୁହାଯାଇଛି। ଶ୍ରୀକୃଷ୍ଣ ମଧ୍ୟ ସେଇ କଥା କହିଛନ୍ତି ଯେ ମାନେ ଜୀବକୁ ମାନେ ମଣିଷକୁ କେବେ ବି ତାର ଆତ୍ମିକ ସ୍ତରକୁ ନବା ପାଇଁ ଦିଏ ନା। ଜୀବନର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ମନ ଚେଷ୍ଟା କରେ ଯେ ସେ ଶାରୀରିକ ସ୍ତରରେ ରହେ। କାରଣ ଶାରୀରିକ ସ୍ତରରେ ରହିଲେ ସିଏ ଏ ଶାରୀରିକ ଅବସ୍ଥାଟାକୁ ଅନୁଭବ କରିପାରିବ। ଯେତେବେଳେ ଶାରୀରିକ ସ୍ତରରୁ ଉର୍ଦ୍ଧ୍ୱକୁ ଚାଲିଯିବ, ଆତ୍ମିକ ସ୍ତରକୁ ଯେତେବେଳେ ଚାଲିଯାଏ ଆତ୍ମା, ସେତେବେଳେ କଣ ହୁଏ ନା ସେ ଶାରୀରିକ ଅବସ୍ଥାକୁ ଅନୁଭବ କରିପାରେ। ଯେତେବେଳେ ସ୍ୱାମୀ ବିବେକାନନ୍ଦ ଯେତେବେଳେ ରାମକୃଷ୍ଣ ପରମହଂସଙ୍କ ପାଖକୁ ଆସିଥିଲେ ଏବଂ ଯେତେବେଳେ ଧ୍ୟାନ କରିବା ଆରମ୍ଭ କଲେ,
ଦିନେ ଧ୍ୟାନସ୍ଥ ଅବସ୍ଥାରେ ସେ ନିଜର ଅବସ୍ଥିତିକୁ ଭୁଲିଗଲେ, ନିଜର ଅବସ୍ଥିତିକୁ ଭୁଲିଗଲେ, ନିଜର ଉପସ୍ଥିତିକୁ ଭୁଲିଗଲେ। ନିଜର ଉପସ୍ଥିତିକୁ ଭୁଲିଗଲେ ମାନେ ସେତେବେଳେ ସିଏ ଭାବିଲେ ଯେ ମୁଁ କୋଉଠି ଅଛି। ସେ କହୁଛନ୍ତି, ସ୍ୱାମୀ ବିବେକାନନ୍ଦ କହୁଛନ୍ତି, ମୁଁ ମୋ ଶରୀରକୁ ପାଉନି, ମୁଁ କୋଉଠି ଅଛି ବୋଲି ପଚାରୁଛି। ତାମାନେ ଆମେ ଯେତେବେଳେ ମେଡିଟେସନ କରୁ, ଧ୍ୟାନ କରୁ, ଆମେ ଶରୀର ନେଇକି ଧ୍ୟାନ କରୁଛୁ। ନିଶ୍ୱାସ ପ୍ରଶ୍ୱାସକୁ ଯୋଉ ଉପାସନା ପଦ୍ଧତି ଯୋଉଟା ଅଛି, ନିଶ୍ୱାସ ଗଲା ଆସିଲାକୁ ଲକ୍ଷ୍ୟ କରିକି ଆମେ ଧ୍ୟାନ କରୁ। ଠାକୁରଙ୍କର ବିଧାନ ନାମ କରିବା ଭିତରେ ଧ୍ୟାନ କରାଯାଏ, ମାନେ ଆଜ୍ଞା ଚକ୍ରରେ ନାମ କରାଯାଏ। ଏବଂ ଏ ନାମ କରୁ କରୁ ମାନେ ଶାରୀରିକ ସ୍ତରରୁ ଆତ୍ମିକ ସ୍ତରକୁ ଗତି କରିବା ସମ୍ଭବ ହୁଏ। ତେଣୁ ଏଇ ଯୋଉ ଚେତନାଟା ଥାଏ, ଏଇ ଚେତନା ମଣିଷର ଭିତରେ ବି ଥାଏ ଆଉ ବାହାରେ ବି ଥାଏ। ଚେତନାଟା ଅନ୍ତରସ୍ଥ ଆଉ ବାହାର ମଧ୍ୟ ଥାଏ। ଆମେ ଭିତରର ଚେତନାଟାକୁ ଅନେକ ସମୟରେ ଅନୁଭବ କରିପାରୁନା, କିନ୍ତୁ ବାହ୍ୟ ଚେତନାଟାକୁ ଅନୁଭବ କରିପାରୁ। ବାହାରେ କଣ ହଉଛି, କିଏ କଣ କହିଲା, ଏସବୁ ଜିନିଷଟାକୁ ଆମେ ଅନୁଭବ କରିପାରୁ। ଦେଖନ୍ତୁ, ଏ ଚେତନା ଭିତରେ ଗୋଟିଏ ମୂଳ ଜିନିଷଟେ ରହିଛି, ତାହା ହଉଛି ଆମର ଚେତନା ପାଇଁ, ଆମ ଶାରୀରିକ ଚେତନା ପାଇଁ। ମୁଁ ଚେତନା ମାନେ ବର୍ତ୍ତମାନ ଶାରୀରିକ ଚେତନା କଥାକୁ ଆସିଛି। ଶାରୀରିକ ଚେତନା ପାଇଁ, ମୋ ଶାରୀରିକ ସ୍ତରର ଚେତନାକୁ ଅନୁଭବ କରିବା ପାଇଁ ମୋ ପାଖରେ 12 ପେୟାର୍ସ କ୍ରାନିଆଲ ନର୍ଭସ ଅଛି, ବଡ ବଡ ନର୍ଭସ ଯୋଉଟା ଅଛି। ଆଉ ଏ ଶରୀର ଭିତରେ, ବଡି ଭିତରେ 7 ଟ୍ରିଲିୟନ୍ସ ର ନର୍ଭସ ହ୍ୟୁମାନ ବଡି ଭିତରେ ଅଛି। ତେଣୁ ଏଇ ଯୋଉ ନର୍ଭସ ମାନେ ଅଛନ୍ତି, ଥଣ୍ଡା ହଉଛି ମୁଁ ଅନୁଭବ କରିପାରୁଛି, ଇଏ ହଉଛି ମୋର ଶାରୀରିକ ଚେତନା। ଗରମ ଲାଗୁଛି ମୁଁ ଅନୁଭବ କରିପାରୁଛି, ମୋର ଏଇଟା ଶାରୀରିକ ଚେତନା। କିଏ ମତେ ପିଠିରେ ଗୋଟେ ଚିମୁଡି ଦେଲା, ମତେ ଜଣା ପଡୁଛି, ଇଏ ହଉଛି ଏକ ଶାରୀରିକ ଚେତନା। ଏଇ ଯୋଉ 12ଟା ନର୍ଭ ଅଛି, ଏଇ ଯୋଉ 12ଟା ପେୟାର ନର୍ଭ ଅଛି, କ୍ରାନିଆଲ ନର୍ଭସ, ଆଉ 7 ଟ୍ରିଲିୟନ୍ସ ର ଯୋଉ ନର୍ଭସ ବଡି ଭିତରେ ଅଛି, ଏଇ ନର୍ଭ ମାନେ ମୋର ଶାରୀରିକ ଚେତନାକୁ ଜାଗ୍ରତ କରିକି ରଖନ୍ତି। ଦେଖନ୍ତୁ, ମୁଁ ଆଖି ଦେଇକି ଦେଖିପାରେ, ମୋର 5ଟା ସେନ୍ସ ଅର୍ଗାନ ଅଛି। ବଡିରେ ମୋର 5ଟା ସେନ୍ସ ଅର୍ଗାନ ଅଛି। ମୁଁ ଆଖି ଦେଇକି ଦେଖିପାରେ, ମୋର ଆଖିର ସେଇଟା ସେନ୍ସ ଅର୍ଗାନ ଅଛି। ମୋର ଆଇ ଭିଜୁଆଲ ସେନ୍ସେସନ୍ସ ଅଛି। କିଏ କିଛି କହିଲେ ମୁଁ ମୋ କାନ ଦେଇକି ଶୁଣିପାରେ, ଇଏ ଆଉ ଗୋଟିଏ ସେନ୍ସ ଅର୍ଗାନ। ତାମାନେ ହିୟରିଂ ସେନ୍ସେସନ ମୋ ପାଖରେ ଅଛି। କିଛି ବାସ୍ନା ହେଲେ ମୁଁ ଶୁଙ୍ଘିକି ଜାଣିପାରେ, ମୋ ନାକର ଚେତନା ଅଛି। ଇଏ ହଉଛି ସ୍ମେଲ ର କନସିୟସନେସ୍ ମୋ ପାଖରେ ଅଛି। ମୁଁ ଜିଭରେ ଯେତେବେଳେ ଖାଦ୍ୟଟା ଥୋଇଦିଏ, ପାଟି ଭିତରେ ପୁରେଇ ଦିଏ, ତାର ଟେଷ୍ଟ ବର୍ଡଟାକୁ ମୁଁ ଜାଣିପାରେ। ମୋ ପାଟିର ଚେତନା ଅଛି। ମୋ ଶରୀର ଉପରେ ଯେତେବେଳେ ମୁଁ ହାତ ଚଲାଏ, କି ଶରୀର ଉପରେ କିଛି ଯଦି ବେଦନା ହୁଏ, ମୋ ହାତ ଗୋଡ କୋଉଠି ପେନ୍ ହୁଏ, ମୋର ଫିଜିକାଲ କନସିୟସନେସ୍ ଅଛି। ଏମିତି 5ଟା କନସିୟସନେସ୍ ଅଛି। ଆଉ ଏଇ କନସିୟସନେସ୍ ଟା, ଏଇ ଯୋଉ ଚେତନା ଅଛି, ଶାରୀରିକ ଚେତନା, 5ଟା ଚେତନା ଅଛି, ତାକୁ ଜାଣିବା ପାଇଁ ଏଇ 12 ପେୟାର୍ସ ର ଯୋଉ କ୍ରାନିଆଲ ନର୍ଭସ ଅଛି, ଆଉ 7 ଟ୍ରିଲିୟନ୍ସ ର ଯୋଉ ନର୍ଭ ସେଲ୍ସ ଅଛି, ଏଇମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଉ ଯେତେବେଳେ ଆନାସ୍ଥେସିଆ ଦିଆଯାଏ, ଏଇ ସେନ୍ସ ଅର୍ଗାନ ଗୁଡାକୁ ଡିଆକ୍ଟିଭେଟ କରିଦିଆଯାଏ। ଆମ ହାତ କାଟିକି ନେଇଗଲେ ବି ଆମେ ଜାଣିପାରୁନା, କାହିଁକି? ଆମର ସେଇ ଯୋଉ ଆନାସ୍ଥେସିଆ ଦେଇକି ଏଇ ନର୍ଭ ସିଷ୍ଟମଟାକୁ, ତାର ସେନ୍ସ ଅର୍ଗାନଟାକୁ ନଷ୍ଟ କରିଦିଆଯାଏ। ଟୋଟାଲ ବଡିର କନସିୟସନେସ୍ ଟାକୁ ବନ୍ଦ କରିବା ପାଇଁ ମାନେ ବ୍ରେନକୁ ଆଫେକ୍ଟ କରୁଥିବା ମାନେ ନ୍ୟୁରାଲ ଇଞ୍ଜେକ୍ସନ ଦିଆଯାଏ, ଯୋଉଟା କି ବ୍ରେନ ପୁରା କମ୍ପ୍ଲିଟଲି ଶରୀରର କନସିୟସନେସ୍ ଟାକୁ ହରେଇ ବସେ। ଇଏ 5ଟା ସେନ୍ସ ଅର୍ଗାନ ଅଛି। କିନ୍ତୁ ମୁଁ ଏଇ 5ଟା ସେନ୍ସ ଅର୍ଗାନକୁ ଆମେ, ଆପଣ ମାନେ ଯୋଉମାନେ ଉପସ୍ଥିତ ଅଛନ୍ତି, ସମସ୍ତେ ଜାଣିପାରୁଥିବେ ମୋର ଯୋଉ 5ଟା ସେନ୍ସ ଅର୍ଗାନ ଅଛି।
ପାଞ୍ଚଟା ଯୋଉ ସେନ୍ସ ଅର୍ଗାନ ଅଛି ଆପଣ ମାନେ ସମସ୍ତେ ଅନୁଭବ କରିପାରୁଥିବେ। ଆପଣ ସମସ୍ତେ ଦେଖିପାରୁଛନ୍ତି, ଶୁଣି ପାରୁଛନ୍ତି, ଶୁଙ୍ଗି ପାରୁଛନ୍ତି, ଖାଇବାର ଟେଷ୍ଟ ଜାଣିପାରୁଛନ୍ତି, ଫିଜିକାଲ ବଡିର ଅବସ୍ଥାରେ କୋଉଠି କିଛି ହେଲା ଜାଣିପାରୁଛନ୍ତି। ତ ଏ କନସିୟସନେସ ଟା ଆପଣ ପାଖରେ ରହିଛି। ସେଥିପାଇଁ ଆପଣ ଭାବୁଛନ୍ତି ଯେ ଆମମାନେ ଜୀବିତ ଅଛେ। କିନ୍ତୁ ଆମ ପାଖରେ ଗୋଟେ ସିକ୍ସଥ ସେନ୍ସ ଅଛି। ସିକ୍ସଥ ସେନ୍ସ କଣ ନା ମୋ ଭିତରେ ଗୋଟେ ଆତ୍ମା ଅଛି। ସେ ଆତ୍ମାର ଉପସ୍ଥିତିଟାକୁ ମୁଁ କଣ ଜାଣିପାରୁଛି? ମୋର ଆତ୍ମାର, ମୁଁ ଯେମିତି କହିଲି, ଆଖି ଦେଇକି ମୁଁ ଦେଖିପାରୁଛି, କାନ ଦେଇକି ଶୁଣି ପାରୁଛି, ନାକ ଦେଇକି ଶୁଙ୍ଗି ପାରୁଛି, ପାଟି ଦେଇକି ଖାଇବାଟା ଜାଣିପାରୁଛି, ଆଉ ମୋର ଶାରୀରିକ ଅବସ୍ଥା ଦେଇକି ଜିନିଷ ଗୁଡାକ ମୁଁ ଅନୁଭବ କରିପାରୁଛି। ସେମିତି ଏଇ ଯୋଉ ପାଞ୍ଚଟା ସେନ୍ସ ଅର୍ଗାନ ଅଛି, ଆମ ପାଖରେ ଛଅଟା ସେନ୍ସ ଅର୍ଗାନ ଅଛି, ସିକ୍ସଥ ସେନ୍ସ ଅଛି। ସିକ୍ସଥ ସେନ୍ସଟା ହଉଛି ଆମର ସ୍ପିରିଚୁଆଲ କନସିୟସନେସ। ଏଇ ସ୍ପିରିଚୁଆଲ କନସିୟସନେସ ବା ଆତ୍ମିକ ଚେତନାଟାକୁ କଣ ମୁଁ ଅନୁଭବ କରିପାରୁଛି? କରିପାରୁ। এই সিক্সথ সেন্সটাକୁ ମୁଁ ଅନୁଭବ କରିପାରୁନି। ଦ୍ୟାଟ୍ ଇଜ ଦ ସିକ୍ସଥ ସେନ୍ସ। ସିକ୍ସଥ ସେନ୍ସଟାକୁ ମୁଁ ଅନୁଭବ କରିପାରୁ ନାହିଁ। ସେଇ ସିକ୍ସଥ ସେନ୍ସଟା ହଉଛି ମୋର ସ୍ପିରିଚୁଆଲ କନସିୟସନେସ। ଯାହା ଆଜିର ବିଷୟବସ୍ତୁ ରେଖା ହେଇଛି ତାହା ହଉଛି ଆଧ୍ୟାତ୍ମିକ ଚେତନା ବା ସ୍ପିରିଚୁଆଲ କନସିୟସନେସ। এই ସ୍ପିରିଚୁଆଲ କନସିୟସନେସଟା ମୁଁ ଯେତେବେଳେ ଅନୁଭବ କରିପାରିବି, ଆତ୍ମିକ ଚେତନା, ମୋର ଆତ୍ମାର ଉପସ୍ଥିତିକୁ ମୋ ଶରୀର ଭିତରେ ଯେତେବେଳେ ମୁଁ ଅନୁଭବ କରିପାରିବି, ସେତେବେଳେ ମୁଁ ଏକ ଶରୀର ନୁହେଁ, ମୁଁ ଯେତେବେଳେ ନିଜକୁ ଏକ ଆତ୍ମା ବୋଲି ବିବେଚନା କରିବି, ଆଉ ଯୋଉ ଆତ୍ମାର କେବେ ଜନ୍ମ ଥିଲା ନା କେବେ ମୃତ୍ୟୁ ଅଛି, ଆଉ ଯୋଉ ଆତ୍ମା କିଛି ଖାଏ ନା କିଛି ଗ୍ରହଣ କରେ, ନା ସୁଖ ଥାଏ ନା ଦୁଃଖ ଥାଏ, ସେ ହଉଛି ଆତ୍ମିକ ସ୍ତର। ଯେତେବେଳେ ମୁଁ ଶରୀରରୁ ସେ ଆଧ୍ୟାତ୍ମିକ ଚେତନା ସ୍ତରକୁ ଯାଏ, ସେ ଆତ୍ମା ଆତ୍ମିକ ସ୍ତରକୁ ଯାଏ, ସେତେବେଳେ ମୋ ଶାରୀରିକ ସ୍ତରରେ ଯାହା କିଛି ଏଇ ଯୋଉ ସମ୍ପର୍କର ଡୋରି ବନ୍ଧା ହେଇଛି, ମୋ ସ୍ତ୍ରୀ ସହିତ ମୋର ସମ୍ପର୍କ ଅଛି, ମୋର ପିଲା ଛୁଆଙ୍କ ସହିତ ସମ୍ପର୍କ ଅଛି, ଆମର ଆପଣ ମାନଙ୍କ ସହିତ ସତ୍ସଙ୍ଗୀର ଗୋଟେ ଗୁରୁ ଭାଇର ସମ୍ପର୍କ ଅଛି। ଏସବୁ ସମ୍ପର୍କ ଶରୀରକୁ ନେଇକି, ଆତ୍ମାକୁ ନେଇକି ନୁହେଁ। ମୋର ଆଧ୍ୟାତ୍ମିକ ସ୍ତରକୁ ଯେତେବେଳେ ମୁଁ ଚାଲିଯାଏ, ଏ ସମ୍ପର୍କର କିଛି ମାନେ ରହେ ନା। ମୁଁ ଚାକିରି କରିଛି ଶାରୀରିକ ସ୍ତରରେ, ମୁଁ କାମ କରୁଛି ଶାରୀରିକ ସ୍ତରରେ, ମୁଁ ପଇସା ରୋଜଗାର କରୁଛି ଶାରୀରିକ ସ୍ତରରେ। ମୁଁ ଯେତେବେଳେ ଆଧ୍ୟାତ୍ମିକ ସ୍ତରକୁ, ମାନେ ମୋ ଆତ୍ମିକ ସ୍ତରକୁ ଯେତେବେଳେ ମୁଁ ଗତି କରେ, ମଣିଷ ଯେତେବେଳେ ଆତ୍ମିକ ସ୍ତରକୁ ଗତି କରେ, ଆତ୍ମାର ଅବସ୍ଥାରେ ଯେତେବେଳେ ସେ ନିଜକୁ ଅନୁଭବ କରେ ଯେ ଆଇ ଏମ୍ ନଟ୍ ଦ ବଡି, ଆଇ ଏମ୍ ଦ ସୋଲ, ମୁଁ ଗୋଟେ ଶରୀର ନୁହେଁ, ମୁଁ ଗୋଟେ ଆତ୍ମା, ଏଇ କଥା ଯେତେବେଳେ ସେ ଅନୁଭବ କରେ, ସେତେବେଳେ ତା ପାଖରେ ଦୁଃଖ ଯାତନା ଆଉ କିଛି ନଥାଏ, ସମ୍ପର୍କର ମୋହମାୟା କିଛି ନଥାଏ, ଆଉ ଶାରୀରିକ ବେଦନା, ଶାରୀରିକ କଷ୍ଟ, ଏଇ ଯୋଉ ଆଖିର ଦେଖିପାରୁଛି, ଶୁଣି ପାରୁଛି, ଗ୍ରହଣ କରିପାରୁଛି, ଏଗୁଡା କିଛି କନସିୟସନେସ ରହେ ନା। କେବଳ ସେତେବେଳେ କଣ ରହେ ନା ପିଓର ବ୍ଲିସ୍ ରହେ, ଆନନ୍ଦ ରହେ। ସେ ହଉଛି ପରମାନନ୍ଦର ଅବସ୍ଥା। ସେଇ ଅବସ୍ଥାକୁ ମଣିଷ ଯିବା ପାଇଁ ହେଲେ ସେଥିପାଇଁ ଧ୍ୟାନର ଆବଶ୍ୟକ ପଡେ। ଯୋଉ ଧ୍ୟାନ ଠାକୁର ସବୁଦିନ ନାମ କରିବା ପାଇଁ ଦେଇଛନ୍ତି। ନାମ କରିବାର ଉଦ୍ଦେଶ୍ୟ କଣ? ନାମ କରିବାର ଉଦ୍ଦେଶ୍ୟ ହଉଛି ମନ ଅନେକ ଜିନିଷରେ ବିଚରଣ କରେ। ଦେଖନ୍ତୁ, କିଏ 20 ବର୍ଷ ତଳେ ମତେ କଣ କହିଥିଲା, ମୁଁ ଆଜି ବି ତାକୁ ମନେ ରଖିଛି। ହଁ, ମତେ ସେଦିନ ସେମିତି କହିଥିଲା, କାରଣ ମୁଁ ଶାରୀରିକ ସ୍ତରରେ ରହେ। କିନ୍ତୁ ଯଦି ମୁଁ ଯଦି ନାମ କରେ, ଏସବୁ ବାଜ୍ୟ ଜିନିଷ ମୋ ପାଖକୁ ଆସିପାରେ ନା। ଏସବୁ ଜିନିଷ ମୋ ପାଖକୁ ଆସେ ନା, କାରଣ ମୁଁ ନାମ କରିବା ଭିତରେ ମୋର ମୋର ଆତ୍ମିକ ସ୍ତରକୁ ଏ ଶରୀର ଆତ୍ମା ମାନେ ପରମାତ୍ମାଙ୍କ ସହିତ ଯୋଡ଼ିକି ରଖେ। ନାମ ଆଉ ନାମୀ ହେଉଛନ୍ତି ଅଭେଦ୍ୟ। ଏ ନାମ କରିବା ଭିତରେ ମୋର ଭିତରେ ତାମାନେ ମୁଁ ଜାଣିପାରେ। ଦେଖନ୍ତୁ, ଏଠି ଆଉ ଗୋଟେ ଜିନିଷ ମୁଁ କହିବାକୁ ଚାହେଁ। ଗୋଟେ ଦିଟା ଜିନିଷକୁ ବର୍ତ୍ତମାନ ମୁଁ, ମାନେ ଏଇ ଯୋଉ 5 ଲେଭେଲ ଅଫ କନସିୟସନେସ, ଏଇ ଚେତନାଟା 5ଟା ସ୍ତରରେ ଥାଏ। 5 ଟାଇପର, 5ଟା ଟାଇପର। ମୁଁ ତ ବିଭିନ୍ନ ପ୍ରକାର କନସିୟସ, ଫିଜିକାଲ କନସିୟସନେସ ଟା କହିଲି। ତେଣୁ ଖାଲି ଧ୍ୟାନ କଲେ ହବନି, ମତେ ବୁଝିବାକୁ ପଡିବ ଯେ ମୁଁ ଶରୀର ନୁହେଁ, ମୁଁ ଜନ୍ମ ଏଇ ଶରୀରଟା ତ କପଡା ଚେଞ୍ଜ କଲା ଭଳିଆ।
ड्रेस चेंज कला भाया मु आउ गोटे कपड़ा ड्रेस पिंधि ये शरीरटा पाई किंतु ये जो चेतना अच्छी ये चेतना को बुझिया मोटे छोटिया जिनसटे आगे कह गोटे बिल्डिंग घर नुहे माने धर गोटे माने छपड़ घर अच्छी कि टाइल्स घर अच्छी ता भीतर दे गोटे छोटिया कणा अच्छी से छोटिया कणा दे सूर्यंकर किरण घर भीतर पड़ू सरू गोटे जगह पड़ू जो जगह पड़ुची से जो फ्लोर रे मु ताको देखि पारु सूर्यंकर किरण टा सेठ देखि पारु जो चटाण ऊपर पड़ुची आसी सूर्यंकर किरण टा किंतु से रास्ता रे मु देखि पारु सूर्यंकर किरण जो बाटे देखि आसुची मु देखि पारु किंतु से रास्ता रे जदि मु हाथ टाको रखी दिए ताले से जगह रे मो हाथ रे सूर्यंकर किरण टाको मु देखि पारि तापर मु हाथ काढ़ी दिए सूर्यंकर किरण को देखि पारे ना तामाने मु देखि पारे ना बिली तार माने नुहे जे सूर्यंकर किरण से रास्ता रे नाही बिली सूर्यंकर किरण जो घर कणा देकी जो छातरू तळु को पडुची चटाण पर पडुची चटाण पर मु देखि पारुची किंतु बाटर देखि पारु किंतु जदि मु हाथ बाटर जो जगह रखिबी मो हाथ ऊपर सूर्यंकर किरण टा आसी पड़ी जाय सेतळ मु देखि पारिबी ताको तारा मु जे हाथ काढी दउची सेतळ सूर्यंकर किरण नाही बिली नो सूर्यंकर किरण अछि किंतु मु देखि पारु सेमती आमर चेतनाटा हूँ चिर जाग्रत सबु बेले सबु समय शरीर भितरे आ शरीर बाहर पूर्ण भाव उपस्थित होगी रही मु जेतेबेले मो माइंड टाकू सियाड़ को नौची सेतेबेले मु ताको अनुभव कर पारुछि आ जेतेबेले माइंड टाकू साडे नौनी ताको मु अनुभव कर पारुनि ता माने मु आउथरे कहि रखुछि ता माने ए जो कॉन्शियसनेस चेतनाटा मो शरीर भितरे अछि आ शरीर बाहर मध्य रही बाह्य चेतना आ अंतरस्थ चेतना सर्वदा सबु समय शोइथला अवस्था मध्य रही किंतु जेतेबेले मु जाग्रत होउची बा अलर्टनेस टा देखौची किछि जिंस पाई धर सबुआडे कॉन्शियसनेस रही मु धर एठी कबाट टाकू चाहि ता माने कबाट प्रति मोर कॉन्शियसनेस टा मोर माने जाग्रत रही धर मु लैपटॉप टाकू चाहिली लाइट को चाहिली आपण माने मो कथा को सुनुचंती ता माने आपण कर कॉन्शियसनेस टा चेतना टा सुनिबा उपरे जाग्रत हेकि रही अलर्ट हेकि रही ता माने मु जेतले से अलर्टनेस टाकू आपण जदि मो कथा सुनिबेनी अन्य आडे माइंड टा दे देबे ता माने मु कहिबा बंद करिनी मु कहूची किंतु आपण सुनि पारना सेमती ए चेतना मोर अंतरस्थ चेतना और बाह्य चेतना सर्वदा रहिछि किंतु मु ताको अनुभव करि पारुनी मु सेते बेले अनुभव करछि जेतले ता प्रति मोर माइंड टा अलर्ट होछि बा जाग्रत होछि ये होछि मूल तत्व जेमती मु आखि प्रति मु आखि रे बहुत किछि देखुछि मु सब जिंस प्रति मु अलर्ट होछि कि हो मोर आखि रो पावर होछि 16 इवेंट्स आई कैन सी एट ए टाइम से क्लासरूम रो साइज टा 64 128 सीट रो था कहीं 16 नो मल्टीपल होबा दरकार आई कैन सी द 16 इवेंट्स एट ए टाइम पेचा देखि पारे ना रात दिन रे कहीं कि ता आखिर पावर से राति रे देखि पारे ता आखिर पावर एते अधिका से मोर इवेंट्स यू कैन सी एट ए टाइम आमे दिन रे देखि पारे हम आखिर पावर बहुत कम हाथी रो आखि पावर बहुत अधिका से राति रे चले तबे ए जो कॉन्शियसनेस रो कथा उठिछि तबे ए जो कॉन्शियसनेस जो चेतनाटा ये होची 5 लेवल ऑफ कॉन्शियसनेस अछि पांचटा स्तर रो कॉन्शियसनेस अछि चेतना अछि गोटे हूँ कनसीयस गोटे प्री कनसीयस गोटे अनकनसीयस गोटे नॉन कनसीयस गोटे सब कनसीयस एमती पांचटा लेवल ऑफ कनसीयसनेस हम पाखे अच्छी गोटे हूँ कनसीयस प्री कनसीयस अनकनसीयस नॉन कनसीयस सब कनसीयस एमती पांचटा लेवल ऑफ कनसीयसनेस अच्छी सबकनसीयस माने अवचेतना अवस्था आ कनसीयस माने चेतना अवस्था मु कॉन्शियसनेस रो पांचटा लेवल कथा कहूँ आउ माने
मोर आत्मा जो अच्छी ता प्रति मुझे जिते कॉन्शियस होउची जागृत होउची सेते आध्यात्मिक चेतना जागृत हो जाए जदि बारंबार हो बारंबार हे मैं आत्मिक स्तर रे एक्जिस्ट करी ये होची कथा कॉन्शियस माने एवरीथिंग यू आर वी आर अवेयर ऑफ मु जो पर्यंत जो जिंस प्रति अवेयर अच्छी अलर्ट अच्छी सो दैट इज द कॉन्शियसनेस प्री कॉन्शियस माने द इंफॉर्मेशन जो जिनस प्रति अवेयर नहीं कि मु चाहिए अवेयरनेस टाको जागृत करि परिबी जदि मु दरकार पड़े धर मोर गोटे जिनिस मने ना मु चेष्टा कले मन भितर जोटा मु धर बहुत वर्ष तले जन को भेटी थी किंतु लोकटा को देखिले मोर मने पड़ुनी ता माने मु कॉन्शियसली ताको मन पकई पाडुनी सेतबेले मोर प्री कॉन्शियस अवस्था रे मु आगुरु ताको देखिछि बहुत आगुरु तो ताको मु मन पकई कि मन भितर खोली ताड़ी की बाहर कर दे पारि एटा होछि प्री कॉन्शियस स्टेट अनकॉन्शियस स्टेट होछि मोर जो स्मृति अच्छी दैट आर आउटसाइड द अवेयरनेस एंड इनएसेसेबल जोटा को मु चिंता करिकी माने मु जानी छि जिंसटा किंतु इच्छा करिकी चेष्टा करिकी भी मु से चेतना को आनी पारु ना दावाने मु लोकटार ना जानी छि अनेक थर कथा है छि किंतु मु ताको मने पकई पारु दैट इज अनकॉन्शियसनेस ता माने जोटा स्मृतिटा मोर ए अलर्टनेस बा अवेयरनेस रो बाहर को चली जाई छि इनएसेसेबल फॉर्म को चली जाई सेटा होछि अनकॉन्शियसनेस आ नॉन कॉन्शियसनेस टा होछि कोन देखो मु काली राति रे खाई आज सकाळु खाइनी काली राति रे खाई से खाद्यटा मो पेट भीतर हजम हो मोर पाकस्थली मोर खाद्य नली देकी माने असफा गस्ते कि मोर जो जो मोर डाइजेस्टिव सिस्टम रे से बर्तमान डाइजेशन हो किंतु मु जानुची कि मोर शरीर देखी 24 घंटा रक्त प्रवाहित होची मु जानुची कि ना मु केबे अनुभव करि पारुची तो दैट इज द नॉन कॉन्शियसनेस थिंग्स ता माने मोर शरीर भितरे नर्व सिस्टम अच्छी से सर्वदा जागृत ही अछंती मु कोन तांको जागृत करैछि मु खाइदेली खाइला बेले मु चेतना भाव रे खाइली कॉन्शियसली खाइली किंतु खाइ साला परे ता परे जा होची ता भितरे जो एंजाइम मिसुची ता भितरे जो केमिकल विघटन होची तार डिकम्पोजिशन होची आ जहा किछ होची झाड़ा गला बेले मु जानुची सेटा कॉन्शियसली छाडुची पुरेला बेले कॉन्शियसली पार्टी भितर पुरेछि किंतु मझिरे जो काम सब ହେଲା ता पई कोन मु जागृत अछि मु जानुची केतले सेटाको केतले ताको को एंजाइम कोडी लाइपेज लागिवो केतले कोन लागिवो आ केतले हाइड्रोक्लोरिक एसिड लागिवो ताको को मते जणा अछि ना मु जानुची मु जानुनी ता माने इट इज नॉन कॉन्शियसनेस थिंग मो अजाणत रे अनेक किछि शरीर भितरे होउची मोर शरीर भितरे अनेक चेतना अछि नॉन कॉन्शियसनेस अवस्था रे जोटा कि चालुची सब बेले मु ताको जानि पार मु ताको किछि करूनी सबकॉन्शियसनेस स्टेट होउची जो इनफॉरमेशन बा स्मृति आउट ऑफ चेतना अच्छी मोर चेतना बाहर अच्छी कि मुझे चेतना को जागृत हो इमिडिएटली पुणी आसी जाऊँ देखो मु बाइक चलेबार अभ्यस्त बाइक चलाए ता माने जो कामटा मु सबुदिन करे करी से मोर सबकॉन्शियस स्टेट को चली जाए तेणु मत कहवाक पड़े ना से ऑटोमेटिकली चले मु बाइक चलला बेले केते स्पीड रे नेबी कौन करी कोठी करी मु चिंता करी चलाऊँ बाइकटा सी ऑटोमेटिकली जाउची कारण ए सबकॉन्शियस स्टेट रे अछि अवचेतन अवस्था रे अछि से जिंस गुडा से इनफॉरमेशन टा ऑटोमेटिकली आसी जाउची मु मझे दिन राउरकेला जाइती मु झियो पढुतला झियो पढुतला एनआईटी रे मु जाइथिली ता हॉस्टल गुडे साइकिल धरिकी मु तार क्लास थिला से समयटा बितिया साइकिल धरिकी बाजार रे पढुथली ट्रैफिक रे रही गली ट्रैफिक रे मु जते रही जाईची सिग्नल बंद कर देईची जते सिग्नल से ऑन कला मु देखली मु आउ मु साइकिल चलुची मु आउ जाउनी हॉर्न मो पछपटे जे कार वाला अछंती से हॉर्न मारुछन मु किंतु जाई पारुनी मु कि चेष्टा करूची जाई पारुनी मु कोन करूची मु साइकिल रे बसीची किंतु तार हैंडल टाको जेमती गियर मोड़ंती जेमती मोटरसाइकिल मोड़ंती सेमती मोड़ुची साइकिल टाको जे पेडल मारिबा को पड़िबो से कथा मोर आउ कॉन्शियसनेस रे रहू ताने मु ताको मोड़ुची
ସାଇକେଲ ଚାଲୁନି କାହିଁକି? କାରଣ ମୁଁ କନସିୟସଲି ମୋଡୁଛି କିନ୍ତୁ ମୋର ସବକନସିୟସ ଷ୍ଟେଟରେ ରହିଯାଇଛି ଯେ ମୁଁ ବାଇକ୍ ଚଲାଉଛି। ଯେତେବେଳେ ମୁଁ ଜାଗ୍ରତ ହେଇଗଲି, ଆଲର୍ଟ ହେଇଗଲି, ନାଇଁ ନାଇଁ ମୁଁ ସାଇକେଲ ଚଲାଉଛି, ତ ପ୍ୟାଡେଲ ମାରିଲି, ତାପରେ ମାନେ ଟ୍ରାଫିକ ପାର ହେଲି। ଯେତେବେଳେ ପଛରୁ ଲୋକ ହର୍ନ ମାରିଲେ ମୋର ଜାଗ୍ରତ ଆସିଲା, କନସିୟସନେସ୍ ଆସିଲା। ସେଥିପାଇଁ ଏଇ ସ୍ପିରିଚୁଆଲ କନସିୟସନେସ୍ ପାଇଁ ଏଇ ଯୋଉ ଡିପି ୱାର୍କ ଚାଲିଛି ତାର ମୂଳ ତତ୍ତ୍ୱ ହଉଛି ଆମେ ଯାଇକି ତାକୁ ଜାଗ୍ରତ କରିବା। ଯିଏ ଭୁଲି ଯାଇଛି ତାକୁ ଜାଗ୍ରତ କରିବା। ସେମିତି ମୁଁ ଯଦି ଭୁଲି ଯାଇଥିଲି, ମୁଁ ଯେତେବେଳେ ହର୍ନ ବାଜିଲା ମୁଁ ସେଥିରେ ସାଇକେଲ ପ୍ୟାଡେଲ ମାରିକି ଆଗକୁ ବଢିଲି। ତା ମାନେ ମୋର ସବକନସିୟସନେସ୍ ଷ୍ଟେଟରେ ରହିଛି, ଅବଚେତନ ଅବସ୍ଥାରେ ଅଛି ଯେ ଏମିତି ହାତରେ ମୋଡ଼ିଲେ ହ୍ୟାଣ୍ଡେଲଟା ଚାଲେ, ଗିୟର ଯୋଉ ଏସିଲରେଟର ମୋଡ଼ିଲେ ବାଇକ୍ ଚାଲେ। କିନ୍ତୁ ମୁଁ ଯେ ସାଇକେଲ ଚଲାଉଛି ସେ କଥା ଭୁଲି ଯାଇଛି। ତାମାନେ ମୋ ପାଖରେ ଏଇ ଯୋଉ ଇନଫର୍ମେସନ ଅଛି, ମୁଁ ଇମିଡିଏଟଲି ସେ ପୁଣି କନସିୟସନେସକୁ ଆସିଯାଉଛି, ସେଟା ହଉଛି ସବକନସିୟସ। ଦେଖନ୍ତୁ ଆପଣ ଯେତେବେଳେ ବାଇକ୍ ଚଲେଇବା ଶିଖୁଥିଲେ କେତେ କନସିୟସଲି, କେତେ ଜାଗ୍ରତ ଅବସ୍ଥାରେ ଚଲାଉଥିଲେ, କିନ୍ତୁ ଏବେ ଯୋଉ ବାଇକ୍ ଚଲାଉଛନ୍ତି ସେତେବେଳେ ସେତିକି ଜାଗ୍ରତରେ ଚଲାଉନାହାନ୍ତି। ଆପଣ ଅନେକ ଘର କଥା ଭାବୁଛନ୍ତି, ବେପାର କଥା ଭାବୁଛନ୍ତି, ବିଜନେସ କଥା ଭାବୁଛନ୍ତି, ବହୁତ କଥା ଭାବି ଭାବିକି ଯାଉଛନ୍ତି, କିନ୍ତୁ ବାଇକ୍ ଟା ଚାଲିଛି। କାହିଁକି? ଆମ ସବକନସିୟସ ସେଟା ଇମିଡିଏଟଲି ସେଟା ପୁଣି ପଳେଇ ଆସୁଛି ଜାଗ୍ରତ ଅବସ୍ଥାକୁ। ଏଇଠି ବୁଲିବାର ଅଛି, ମୁଁ ନ ଚାହିଁଲେ ବି ଗାଡିଟା ଏଠି ବୁଲି ଯାଉଛି, ଗାଡିଟା ଏଠି ଖାଲରେ ପଡିଲେ ଆରପଟରେ ପଳେଇ ଯାଉଛି। ଏସବୁ ହେଇପାରୁଛି କାହିଁକି? ମୋର ସବକନସିୟସ ଷ୍ଟେଟଟା ଜାଗ୍ରତ ଅଛି, ଅବଚେତନ ଅବସ୍ଥାଟା ଜାଗ୍ରତ ଅଛି। ତାମାନେ ଏଇ ଯୋଉ ମାନେ ଆପଣ ଦେଖନ୍ତୁ ସମୁଦ୍ରରେ ଯେତେବେଳେ ବରଫଟା ବହୁତ ସମୟରେ ଆକ୍ସିଡେଣ୍ଟ ହୁଏ ଜାହାଜରେ, ବରଫ ଗୁଡା କଣ ହେଇଥାଏ ନା ପାଣିରେ ଭାସୁଥାଏ। ଯୋଉ ଉପରକୁ ଦେଖା ଯାଉଥାଏ ବହୁତ କମ ଛୋଟଟେ ଦେଖାଯାଉଥାଏ, କିନ୍ତୁ ପାଣି ଭିତରେ ବହୁତ ଗଭୀର ଭାବରେ ବଡ ପଥରଟା ଥାଏ, ବଡ ବରଫଟା ଥାଏ। ତା ମାନେ ଆମେ ଜାଗ୍ରତ ଅବସ୍ଥାରେ ବହୁତ କମ କାମ କରୁଛୁ, କନସିୟସଲି ଆମେ ବହୁତ କମ କାମ କରୁଛୁ। ଯୋଉ ଭିଜିବୁଲଟା ଥାଏ, ଯୋଉଟା ଆମେ ଦେଖିପାରୁଛୁ, ବରଫର ଯୋଉ ଛୋଟ ଅଂଶଟା ଦେଖାଯାଉଛି, ସୋ ଦିସ୍ ଇଜ ଆୱାର କନସିୟସ ରିଜିଅନ। ଆଉ ଯୋଉ ବଡ ଏଇ ଯୋଉ ବରଫର ବଡଟା ଯୋଉଟା ପାଣି ଭିତରେ ଲୁଚିକି ଅଛି, ଦ୍ୟାଟ ଇଜ ଦ ସବକନସିୟସ ଷ୍ଟେଟ, ଅବଚେତନ ଅବସ୍ଥା। ଆମେ ଗୋଟେ କନସିୟସଲି ଗୋଟେ କାମକୁ ରେଗୁଲାର କରିବା ଭିତରେ ସେ ସବକନସିୟସ ଷ୍ଟେଟକୁ ଚାଲିଯାଏ। ଆପଣ ଦେଖନ୍ତୁ, ଆପଣ ସବୁଦିନ ପ୍ରେୟାର କରୁଛନ୍ତି, ଠାକୁରଙ୍କର ନାମ ଧ୍ୟାନ କରୁଛନ୍ତି। ଆମେ ନାମଟା ଯେତେବେଳେ କଣ୍ଟିନ୍ୟୁଅସଲି କରିବା, ସବୁବେଳେ କରିବା, ଆମେ ଜାଗ୍ରତ ଅବସ୍ଥାରେ ନାମ କରୁଛେ ନା। ଯେତେବେଳେ ସବୁଦିନ ଜାଗ୍ରତ ଅବସ୍ଥାରେ ନାମ କରିବା, ଆମେ ଯେତେବେଳେ ବୁଝିଯିବା ଯେ ନାମଟା କରିବାଟା ନିହାତି ଦରକାର, ଧ୍ୟାନ କରିବାଟା ନିହାତି ଦରକାର, ଆଉ ମାନେ ଠାକୁରଙ୍କର ପ୍ରେୟାର କରିବାଟା ନିହାତି ଦରକାର, ଠାକୁରଙ୍କୁ ସବୁବେଳେ ମନେ ପକେଇବାଟା ନିହାତି ଦରକାର, ସବୁବେଳେ ଜାଗ୍ରତ ଅବସ୍ଥାରେ ମୁଁ ଯେତେବେଳେ କରେ, ସିଏ କଣ ହୁଏ ନା ସବକନସିୟସ ଷ୍ଟେଟକୁ ବା ଅବଜାଗତିକ ଅବସ୍ଥାକୁ ସେ ଚାଲିଯାଏ। ତାମାନେ ମୁଁ ଇଚ୍ଛା ନ କଲେ ବି, ମୁଁ ଜାଗ୍ରତ ନହେଲେ ବି ନାମଟା ଭିତରେ ଭିତରେ ହୁଏ। ସେଇ ଅବସ୍ଥାକୁ ଗଲେ ହିଁ ଜଣେ ମାନେ ନାମର ମାନେ ମୂଳ ଜିନିଷଟାକୁ ସେ ଅନୁଭବ କରିପାରେ, ଆଉ ସେତେବେଳେ ଶାନ୍ତି ଆଉ ଆନନ୍ଦର ଅଧିକାରୀ ହେଇପାରେ। ତାମାନେ ମୁଁ ଜାଗ୍ରତଲି, ମୁଁ ଯେମିତି ବାଇକ୍ ଚଲେଇଲା ବେଳେ, ନୂଆ ନୂଆ ଶିଖିଥିଲା ବେଳେ ମୁଁ ଯେମିତି ଚଲଉଥିଲି ଜାଗ୍ରତ ଅବସ୍ଥାରେ, କିନ୍ତୁ ଏବେ ଚଲଉନି ସେମିତି। ଏବେ ଗାଡି ଷ୍ଟାର୍ଟ ହେଲେ ଚାଲିଲା, ଠିକ ସେମିତି ମୁଁ ଯୋଉ ନାମ କରୁଛି, ନାମ କଲା ବେଳେ ପ୍ରଥମେ ପ୍ରଥମେ ମୁଁ ଜାଗ୍ରତ ହେଇକି କରିବି, କିନ୍ତୁ ଯେତେବେଳେ ସେ ଜାଗ୍ରତଟା କନସିୟସନେସଟା ଅଧିକ ସ୍ତରକୁ ଚାଲିଯିବ, ସବୁଦିନ ନାମ କରିବା ଭିତରେ ଅବଚେତନ ଅବସ୍ଥାରେ ମୁଁ ଯଦି ନାମ କରିପାରେ, ସିଏ ହଉଛି ପ୍ରକୃତ ନାମୀର ପୁରୁଷ, ମାନେ ସିଏ ହଉଛି ପ୍ରକୃତ ନାମ କରୁଛି। ଆଉ ମୋର ମନେ ପଡିଲା ମୁଁ ନାମ କଲି, ମନେ ନାହିଁ ମୁଁ ନାମ କରୁନି, ସିଏ ମାନେ ମୁଁ କନସିୟସଲି ନାମ କରୁଛି। ଅବଜାଗତିକ ଅବସ୍ଥାକୁ ଯେତେବେଳେ ଯଦି ମୁଁ ନାମ କରେ, ମୋ ନାମଟା ସ୍ୱତଃସ୍ଫୂର୍ତ୍ତ ଭାବରେ ଯଦି ଭିତରୁ ନାମଟା ବାହାରୁଥାଏ, ତାହେଲେ ମୁଁ ଠାକୁରଙ୍କୁ ସେତିକି ଭଲ ପାଏ, ଆଉ ସେତିକି ଶାନ୍ତି ଆନନ୍ଦର ମୁଁ ଅଧିକାରୀ ହେଇପାରେ, ନତୁବା ହେଇପାରେ। ତାମାନେ ଏଇ ଯୋଉ ଜାଗ୍ରତ ଅବସ୍ଥାରୁ ମୁଁ ଅବଜାଗତିକ, ଆପଣ ଦେଖନ୍ତୁ ପ୍ରାର୍ଥନା କଥା, ଆପଣ ଯେତେବେଳେ ପ୍ରାର୍ଥନା କରନ୍ତି,
ସମସ୍ତେ ନିଜକୁ ପଚାରନ୍ତୁ ପ୍ରାର୍ଥନା କଲା ବେଳେ ଆପଣ ମାନେ କେଇ ଜଣ ଜାଗ୍ରତରେ ପ୍ରାର୍ଥନା କରନ୍ତି? ବହୁତ କମ ଲୋକ। କାରଣ ଆମ ପ୍ରାର୍ଥନା କରିକି ଆମ ବ୍ରେନ ରେ ଗୋଟେ ରାସ୍ତା ତିଆରି ହେଇଯାଇଛି, ମାନେ ଦୀପ ଜାଳିଲେ ପ୍ରାର୍ଥନା ଟା ବାହାରି ଆସିବ, କି କୀର୍ତ୍ତନ করে ଜୟ ରାଧେ ରାଧେ କୀର୍ତ୍ତନଟା ଅଟୋମେଟିକାଲି ବାହାରି ଆସିବ, ମୁଁ ଚିନ୍ତା କରିବାକୁ ପଡେ ନା। ମୁଁ ଯଦି କିଛି ଗୋଟେ ମତେ ଯଦି ଗୋଟେ ଛୋଟ ପିଲାକୁ ଗୋଟେ ପାଠ ପଢୁଥିବା ପିଲାକୁ ଯଦି ମୁଁ ପ୍ରଶ୍ନ ପଚାରେ ସେ ମନ ପକେଇ ପକେଇ ଉତ୍ତରଟା କହେ, କିନ୍ତୁ ମୁଁ ପ୍ରାର୍ଥନା କଲାବେଳେ ମୁଁ ମନ ପକେଇକି ପ୍ରାର୍ଥନା କରେ ନା, କାରଣ ମୋର ସବକନସିୟସ ଷ୍ଟେଟରେ ଅବଜାଗତିକ ଅବସ୍ଥାରେ ସେ ଲୁଚିକି ରହିଛି, ଇମିଡିଏଟଲି ସେ ଚାଲି ଆସେ ଆଉ ତାକୁ କହିଚାଲେ। ତାମାନେ ଏଇ ଯୋଉ ସ୍ତର, ଏଇ ଯୋଉ ଜିନିଷଟା ମୋ ବ୍ରେନରେ ଗୋଟେ ରାସ୍ତା ହେଇଯାଇଛି, ସେଥିପାଇଁ ମୁଁ ପ୍ରାର୍ଥନାଟା ସେଇଟା ଅଟୋମେଟିକାଲି କରୁଛି। ତା ପାଇଁ ମତେ ମୋର ଜାଗ୍ରତ ଅବସ୍ଥାକୁ ଆବଶ୍ୟକ ପଡେ ନା। ଯେହେତୁ ମୋର ଜାଗ୍ରତ ଅବସ୍ଥାକୁ ଆବଶ୍ୟକ ପଡେ ନା, ମୁଁ ଅଟୋମେଟିକାଲି ପ୍ରାର୍ଥନାଟା କରିଚାଲେ। ତାହା ହଉଛି ମୋର ଅବଜାଗତିକ ଅବସ୍ଥା। ଠିକ ସେମିତି ଯଦି ମୁଁ ସବୁଦିନ ନାମ କରେ, ନାମଟା ମଧ୍ୟ ସେଇ ସ୍ତରକୁ ଚାଲିଯାଏ ଅବଜାଗତିକ ଅବସ୍ଥାରେ, ମୁଁ ସେଠି ନାମଟା କଣ୍ଟିନ୍ୟୁଅସ୍ କରିପାରେ। ତ ଅନେକ ସମୟରେ କଣ ହୁଏ, ଯୋଉମାନେ ଅନେକ ଦିନ ପର୍ଯ୍ୟନ୍ତ ନାମ କରନ୍ତିନି, କେତେବେଳେ ଦିନେ 4 ଦିନ 6 ଦିନ ମନେ ପକେଇଲେ ନାମ କରନ୍ତି, ସେମାନଙ୍କର ଇମିଡିଏଟଲି ଆକ୍ସେସିବଲ ହୁଏ ନା। ଯୋଉମାନେ ଦିନେ ଅଧେ ପ୍ରେୟାର କରନ୍ତି, ପ୍ରେୟାର ଭୁଲ ହେଇଯାଏ, ପ୍ରାର୍ଥନାଟା ଭୁଲ ହେଇଯାଏ, କାରଣ ଅବଜାଗତିକ ସ୍ତରରୁ ମାନେ ସେଇ ଯୋଉ ସବକନସିୟସ ସ୍ତରରୁ ଯେତେବେଳେ ସେଇ ସବକନସିୟସ ଷ୍ଟେଟ ରୁ ଯେତେବେଳେ ମାନେ ଅନକନସିୟସ ଷ୍ଟେଟ କୁ ଚାଲିଯାଏ, ସେତେବେଳେ କଣ ହୁଏ ମୁଁ ଆଉ ଜାଣିପାରେ, ଆଉ ତାକୁ ରିକଲ କରିପାରେ, ରିଭାଇଭ କରିପାରେ ଅନକନସିୟସ ଷ୍ଟେଟ। ଇଏ ହଉଛି ଜିନିଷ ଚେତନାର ଅବସ୍ଥା, ଆଧ୍ୟାତ୍ମିକ ଚେତନାର କଥା। ତେଣୁ এই କନସିୟସନେସ୍ ଇଜ, ଏଇ ଯୋଉ ଚେତନାଟା ମୋର ଶରୀର ଆଉ ମନ ଠାରୁ ଭିନ୍ନ। ଶରୀର ମନ ସହିତ ସମ୍ପୃକ୍ତ ଅଛି, କିନ୍ତୁ ତା ଠାରୁ ଭିନ୍ନ। କନସିୟସ ଚେତନାଟା, ଆଧ୍ୟାତ୍ମିକ ଚେତନାଟା ଇଜ ଡିଫରେଣ୍ଟ ଫ୍ରମ ଆୱାର ବଡି ଆଣ୍ଡ ମାଇଣ୍ଡ, ଆଣ୍ଡ କନସିୟସନେସ୍ ଇଜ ନଟ ଦ ଫଙ୍କସନ ଅଫ ଦ ବଡି ଆଣ୍ଡ ମାଇଣ୍ଡ। ଶରୀର ବା ମନର ଫଙ୍କସନ ନୁହେଁ, ବ୍ରେନ ଦେଇକି କାମ ହେଇପାରେ, କିନ୍ତୁ ଇଏ ଚୈତନ୍ୟ ବା ଚିତି ବା ସଚିତ ଆନନ୍ଦର ସମାରୋହ, ଯାହା ସଚ୍ଚିଦାନନ୍ଦମୟ ଯୋଉ କଥା କୁହାଯାଇଛି, ଏ ଯୋଉ ଚିତ୍ ଟା ହଉଛି କନସିୟସନେସ୍, ସଚିତ ଆନନ୍ଦ। ସତ୍ ହଉଛି the existence that exists, that is the ସତ୍। এই ଯୋଉ ଚିତ୍ ହଉଛି that is the consciousness, ଚୈତନ୍ୟମୟ। এই ଯୋଉ ସଚିତ ଆନନ୍ଦ, ସଚିଦାନନ୍ଦମୟ, ଏ ସଚିଦାନନ୍ଦମୟ ଏ ହଉଛି ଆନନ୍ଦର ଉତ୍ସ। ଆଉ ଏ ଚେତନାଟା ମନ ନୁହେଁ, ମନଟା ଅଲଗା ଜିନିଷ, ଚେତନାଟା ଅଲଗା ଜିନିଷ। ଆଉ ଚେତନା କୁ ଅନୁଭବ କରିବା ପାଇଁ ଶରୀର ମନର ଆବଶ୍ୟକ ପଡିପାରେ, କିନ୍ତୁ ଚେତନା ଇଜ ନଟ ଦ ପାର୍ଟ ଅଫ ଦ ବଡି ଆଣ୍ଡ ମାଇଣ୍ଡ। এই চেতনা ମଣିଷ ମନ ଭିତରେ ମାନେ ଜାଗ୍ରତ ଅବସ୍ଥାକୁ ନେଇଯାଏ, ଇଏ ହଉଛି ଜିନିଷ। ତେଣୁ କଥା ହଉଛି କଣ, ଚେତନା ହଉଛି ଆମର ଏକ୍ଜିଷ୍ଟାନ୍ସ ଟାକୁ ଚିତେଇ ଦିଏ, ସେ ହଉଛି ଚେତନା। ମୁଁ ଯେ ବଞ୍ଚିଛି, ମୋର ଏକ୍ଜିଷ୍ଟାନ୍ସ ଅଛି, এইটা যে জাগ্রত করাই দিয়ে, যে জଣେଇ ଦିଏ ମତେ, ତାହା ହଉଛି ଚେତନା। ଆଉ ମାନେ ଆମେ ସମସ୍ତଙ୍କର ଚେତନା ଭିନ୍ନ ଥାଏ, କାରଣ ଅନକନସିୟସନେସ୍ ରୁ କନସିୟସନେସ୍ କୁ ଯୋଉ ଆମେ ଆସିଛେ, ଦ୍ୟାଟ୍ ଇଜ ବିକଜ ଅଫ ଦ ଇଭଲ୍ୟୁସନ, ବିବର୍ତ୍ତନ ପାଇଁ। କିନ୍ତୁ ଆମ ସମସ୍ତଙ୍କର ବିବର୍ତ୍ତନ ହଉଛି ଭିନ୍ନ। ମୁଁ ଯୋଉ ବିବର୍ତ୍ତନ ଦେଇକି ମୁଁ ଆଜି ଏଇ ଅବସ୍ଥାରେ ପହଞ୍ଚିଛି, ଆପଣ ମାନେ ସେଇ ବିବର୍ତ୍ତନ ପଥ ଦେଇକି ସେଇ ଅବସ୍ଥାରେ ପହଞ୍ଚି ନାହାନ୍ତି, ଆପଣଙ୍କର ବିବର୍ତ୍ତନର ପଥ ଭିନ୍ନ। ସେଥିପାଇଁ ଆପଣଙ୍କର ଚେତନା ମୋର ଚେତନା ଠାରୁ ଭିନ୍ନ। ତାମାନେ ମୋର ହାତର ଚେତନାଟା ମୋର ଗୋଡର ଚେତନା ଠାରୁ ଭିନ୍ନ, ମୋ ଶରୀର ଏବଂ ଭିତର ବାହାର ସବୁ ଜାଗାର ଚେତନା ପ୍ରତ୍ୟେକ ସ୍ତର ଠାରୁ ଭିନ୍ନ, ଡିଫରେଣ୍ଟ ସବୁ।
ଆଉ ମୋର ଚେତନାଟା ଆପଣ ମାନ ଠାରୁ ଭିନ୍ନ, ବିକଜ ମୋର ବିବର୍ତ୍ତନ ଆପଣଙ୍କ ବିବର୍ତ୍ତନ ଠାରୁ ଭିନ୍ନ। ଯାହା ହଉ, ଯେତେବେଳେ ମଣିଷ ତାର ସେଇ ଆଧ୍ୟାତ୍ମିକ ଚେତନାକୁ ଜାଗ୍ରତ କରିଦେଇପାରେ, ସେତେବେଳେ ସେ ଶାନ୍ତି ଆଉ ଆନନ୍ଦର ଅଧିକାରୀ ହୁଏ, ନତୁବା ହୁଏ ନା। ଆଉ ଏଇ ଆଧ୍ୟାତ୍ମିକ ଚେତନାକୁ ଜାଗ୍ରତ କରିବା ପାଇଁ ଠାକୁରଙ୍କର ଯଜନ ଯାଜନ ଇଷ୍ଟପତି ସୁସ୍ଥ ସଦାଚାର ଯୋଉ ପଞ୍ଚ ଧାରା ଦେଇଛନ୍ତି, ତାରି ଭିତର ଦେଇକି ହିଁ ଜାଗ୍ରତ କରାଯାଇପାରେ। ଇଏ ହଉଛି ବିଜ୍ଞାନ। ଯୋଉ ପ୍ରାର୍ଥନା କରିବା ବେଳେ, ପ୍ରାର୍ଥନା କରିବାକୁ ସକାଳ ସନ୍ଧ୍ୟା ପ୍ରାର୍ଥନା କରିବା, ଉଷାର ନିଶାର ମନ୍ତ୍ର ସାଧନ, ଚଲାର ଫେରାର ଜପ, ଇଏ ସବୁ ହଉଛି ସେଇ ଚେତନାକୁ, ଆଧ୍ୟାତ୍ମିକ ଚେତନାକୁ ଜାଗ୍ରତ ରଖିବା କଥା। ଆମେ ଠାକୁରଙ୍କୁ ଆମେ ଯେତେବେଳେ ନାମ କରୁ, ନାମୀ ଏବଂ ନାମ ଅଭେଦ୍ୟ, ଇଏ ଅଜପା ନାମ। ଅଜପା ନାମ ମାନେ ମୁଁ ପାଟି ଦେଇକି ଜପ କରିବାକୁ ପଡେ ନା, ପାଟି ଦେଇକି ଜପ କରିବାକୁ ପଡେ ନା, ମତେ ତାକୁ ଦର୍ଶନ ତତ୍ଵ, ଏଠି ତ ଦର୍ଶନ ଫିଲୋସଫି କାମ ଜିନିଷ। ମୁଁ ଏଇ ନାମଟା, ଏ ତ ସ୍ପନ୍ଦନାତ୍ମକ ପ୍ରତିଛବି, ଏଇ ନାମଟା କଲାବେଳେ ମୁଁ ଠାକୁରଙ୍କୁ ଦର୍ଶନ କରେ। ତାମାନେ ମୁଁ ତାଙ୍କର ଏ ନାମ କରିବାଟା ଖାଲି ଉଚ୍ଚାରଣ କରିବା ନୁହେଁ, ଆଚରଣ ଭିତରେ ରହିବା କଥା। ଦର୍ଶନ, ମୁଁ ଯୋଉ ନାମ କଲାବେଳେ ନାମୀ ପୁରୁଷ ଯେତେବେଳେ ମୋ ସାମ୍ନାକୁ ନ ଆସନ୍ତି, ଆମେ ଅନେକ ଲୋକ ବହୁତ ସାଧୁ ସନ୍ଥ ମେଡିଟେସନ କହୁଛନ୍ତି କରିବା ପାଇଁ। ମେଡିଟେସନ କାହାକୁ ମେଡିଟେସନ କରିବ? ଟୁ ହୁମ୍ ୱିଲ୍ ମେଡିଟେଟ୍, ଯାହା ଠାକୁର କହୁଛନ୍ତି। ତେଣୁ ମେଡିଟେସନ କରିବା ପାଇଁ, ଯୋଉ ଧ୍ୟାନ କରିବା ପାଇଁ କାହାକୁ ଧ୍ୟାନ କରିବ? ସେ ହଉଛନ୍ତି ଶ୍ରୀ ଶ୍ରୀ ଠାକୁର। ଯେତେବେଳେ ଦାଦା ଥିଲେ, ଶ୍ରୀ ଦାଦା ଥିଲେ, ଜଣେ ଆସି କହିଲେ ମୁଁ ଆପଣଙ୍କୁ ଧ୍ୟାନ କରେ। ଦାଦା ଦୁଃଖରେ ମ୍ରିୟମାଣ ହେଇକି ରୁମ ଭିତରକୁ ଚାଲିଗଲେ। ଦାଦା କହୁଛନ୍ତି ମୁଁ କଣ ଧ୍ୟାନ କରିବାର ବସ୍ତୁ? ମଣିଷ ଧ୍ୟାନ କରିବ ତ ଠାକୁରଙ୍କୁ ଧ୍ୟାନ କରିବ, ପରମ ପିତାଙ୍କୁ ଧ୍ୟାନ। ଯାହା ହଉ, ସମସ୍ତଙ୍କର ସମୟ ତ ହେଇଯାଇଛି। ସମସ୍ତଙ୍କର ଶାନ୍ତି ସୃଷ୍ଟି ପାଇଁ ପରମ ପିତାଙ୍କ ନିକଟରେ ପ୍ରାର୍ଥନା କରି ମୋର ବକ୍ତବ୍ୟକୁ ବିରାମ ଦଉଛି। ଆଉ ସମସ୍ତଙ୍କର ଆଧ୍ୟାତ୍ମିକ ଚେତନା ଜାଗ୍ରତ ହଉ, ଆଉ ସମସ୍ତେ ଶାନ୍ତି ଆଉ ଆନନ୍ଦର ଅଧିକାରୀ ହୁଅନ୍ତୁ, ତା ହିଁ ପରମ ପିତାଙ୍କ ନିକଟରେ ପ୍ରାର୍ଥନା। ଜୟ ଗୁରୁ ସୁଭାଷ ଭାଇ, ଜୟ ଗୁରୁ। जय गुरु। बहुत बहुत धन्यवाद श्रीयुक्त कार्तिक चंद्र भाई, जिस साल